Oh, मिले बाउटे बाकुलांग हियालकमते देखाइलो आखिर पलक पाते आखिर पलक पाते कि अमृत आजी चखाइला तर से हसारू मोते तर से हसारू माते किया लकमते देखाइलो आखिर पलक पाते आखिर पलक पाते कि अमृत आजी चखाइलो तर से हसारू मोते तर से हसारू माते प्रथम दर्शने मन गला ढाली प्राणर पुलक पड़िला उछुली प्रथम दर्शने मन गला ढाली प्राणर पुलक पड़िला उछुली मने हेला मोरा जुग जुग धारी मने हेला मोरा जुग जुग धारी खजिनु बुलुछि तोते खजिनु बुलुछि तोते किया लकमते देखाइलो आखिर पलक पाते आखिर पलक पाते कि अमृत आजी चखाइलो तर से हसारू मोते तर से हसारू माते वेद पुराणहरू शुणिथिली खाली अछि केही जणे आदि माता बोली वेद
ପ୍ରାଣରୁ ଶୁଣିଥିଲି ଖାଲି ଅଛି କେହି ଜଣେ ଆଦିମାତା ବୋଲି ଆଖିରେ ଦେଖିଲେ ଆଜି ସେ ରୂପକୁ ଆଖିରେ ଦେଖିଲେ ଆଜି ସେ ରୂପକୁ ଧନ୍ୟ ଏ ଜୀବନ ସତେ ଧନ୍ୟ ଏ ଜୀବନ ସତେ କିଆ ଲୋକ ମତେ ଦେଖାଇଲ ମା ଆଖିର ପଲକ ପାତେ ଆଖିର ପଲକ ପାତେ କି ଅମୃତ ଆଜି ଚଖାଇଲ ତୋର ସେ ହସରୁ ମତେ ତୋର ସେ ହସରୁ ମତେ ତୋର ସେ ହସରୁ ମତେ ତୋର ସେ ହସରୁ ମତେ। ବହୁତ ଧନ୍ୟବାଦ ମିଳିବା। ଶ୍ରୀ ଅରବିନ୍ଦଙ୍କର ଗୋଟେ ବାକ୍ୟ, ଟୁ ରେଜ୍ ଦ ଫିଜିକାଲ ଟୁ ସ୍ପିରିଚୁଆଲ ଇଜ୍ ବ୍ରହ୍ମଚର୍ଯ୍ୟ। ବାକ୍ୟଟା ଆଉଥରେ କହୁଛି, ଟୁ ରେଜ୍ ଦ ଫିଜିକାଲ ଟୁ ସ୍ପିରିଚୁଆଲ ଇଜ୍ ବ୍ରହ୍ମଚର୍ଯ୍ୟ। ଅର୍ଥାତ୍ ଆମର ଭୌତିକ ଚେତନାକୁ ଆଧ୍ୟାତ୍ମିକ ଚେତନାକୁ ଉନ୍ନୀତ କରାଇ ନେବା, ସ୍ଥୂଳ ପ୍ରକୃତିକୁ ଦିବ୍ୟ ପ୍ରକୃତି ରୂପାୟିତ କରିବା, ନିମ୍ନ ପ୍ରକୃତିକୁ ଦିବ୍ୟ ପ୍ରକୃତି ରୂପାୟିତ କରିବା, ବ୍ରହ୍ମଙ୍କର ଉପସ୍ଥିତି ମଧ୍ୟରେ ରହିବା, ସଂକଳ୍ପରେ, ଅନୁଭବରେ, କାର୍ଯ୍ୟରେ, ଗତିବିଧିରେ, କ୍ରିୟାରେ, ପ୍ରତିକ୍ରିୟାରେ, ସଂକଳ୍ପରେ, ଏ ସବୁଥିରେ ବ୍ରହ୍ମଚେତନାର ବିଚରଣ କରିବା ବା ବାସ କରିବା, ୟା ନାଁ ହେଉଛି ବ୍ରହ୍ମଚର୍ଯ୍ୟ। এই ବ୍ରହ୍ମଚର୍ଯ୍ୟ ସାଧନା ଦ୍ୱାରା ଆମ ଭିତରେ ଯଥାର୍ଥ ଆଧ୍ୟାତ୍ମିକତା ପ୍ରତିଷ୍ଠିତ ହୁଏ ଏବଂ ତାର ପ୍ରଭାବକୁ ଆମେ ଉପଲବ୍ଧି କରିପାରୁ। ତେଣୁ ଯେପର୍ଯ୍ୟନ୍ତ এই ବ୍ରହ୍ମଚର୍ଯ୍ୟ ସାଧନା କରାଯାଇ ନାହିଁ ସେ ପର୍ଯ୍ୟନ୍ତ ଆମେ ଆଧ୍ୟାତ୍ମିକ ପଥରେ ଅଗ୍ରସର ହେଇପାରିବା ଏଇଟା କେବେ ଆଶା କରିପାରିବା ନାହିଁ। ତେଣୁ ବ୍ରହ୍ମଚର୍ଯ୍ୟ ମାନେ ନୁହଁ ଆମେ ଘର ସଂସାର ଛାଡ଼ି ବାବାଜୀକି ପଳେଇବା। ବାବାଜୀକି ପଳେଇଲେ କଣ ହବ? ଭିତରେ ତ ସେଇ ପାଶବିକତାର ଭାବଟାକୁ ବହନ କରି ଯାଉଥିବା, ଆଉ ବାବାଜୀ ଗଲେ କଣ ହବ? ଗୁମ୍ଫା ଭିତରେ ରହିକି ତପସ୍ୟା କଲେ କଣ ହବ? ତେଣୁ ଘର ସଂସାର ଭିତରେ ବ୍ରହ୍ମଚେତନାରେ ବାସ କରିବା, ବ୍ରହ୍ମ ଉପଲବ୍ଧି ଭିତରେ ଜୀବନକୁ ହଜେଇ ଦେବା, ଆଉ ସବୁଠୁ ବଡ ଜିନିଷ ହେଲା ଡିଭାଇନ ରିଲେସନକୁ ଜୀବନରେ ଗୁରୁତ୍ୱ ଦେବା ଏବଂ ତାଙ୍କର ନିର୍ଦ୍ଦେଶନାରେ ଜୀବନକୁ ସଂଗଠିତ କରିବା ଏବଂ ପରିଚାଳିତ ହେବା। ତେବେ ଆମେ ଆଧ୍ୟାତ୍ମିକ ପଥରେ ଅଗ୍ରସର ହେଇପାରିବା। ଆଉ ଯୋଉ ଆଧ୍ୟାତ୍ମିକତା ଆମ ଜୀବନକୁ ପରିପୂର୍ଣ୍ଣ କରି ଗଢ଼ିବା ସହିତ ଆମକୁ ରୂପାନ୍ତରରେ ସାହାଯ୍ୟ କରିବ। ଟ୍ରୁ ସ୍ପିରିଚୁଆଲିଟି ଟ୍ରାନ୍ସଫର୍ମସ୍ ଲାଇଫ୍। ଯଥାର୍ଥ ଆଧ୍ୟାତ୍ମିକତା ଜୀବନକୁ ରୂପାନ୍ତର କରେ। ତେବେ ଯଦି ଆମେ ଯଥାର୍ଥ ରୂପାନ୍ତରକୁ ଅବିଶ୍ୱାସ କରୁଛୁ, ଆଧ୍ୟାତ୍ମିକ ଚେତନାରେ ବାସ କରିବା ଦରକାର। এই ଆଧ୍ୟାତ୍ମିକ ଚେତନା ସେତେବେଳେ ଜାଗ୍ରତ ହେବ ଯେତେବେଳେ ଆମ ଭିତରେ ଥିବା ସେ ବ୍ରହ୍ମଚେତନାକୁ ଆମେ ଆମର ସମଗ୍ର ସତ୍ତାରେ, ପ୍ରାଣରେ, ଶରୀରରେ, ମନରେ ଯଦି କ୍ରିୟାଶୀଳ କରାଇପାରିବା, ବ୍ରହ୍ମଚେତନାରେ ଯଦି ଉନ୍ନୀତ ହେଇପାରିବା, ବ୍ରହ୍ମଙ୍କ ଦ୍ୱାରା ଯଦି ପରିଚାଳିତ ହେଇପାରିବା, ତାହେଲେ ଆଧ୍ୟାତ୍ମିକତାର ପ୍ରଭାବ ଆମ ଭିତରେ ସକ୍ରିୟ ହେବ ଏବଂ ଆମେ ରୂପାନ୍ତର ପାଇଁ ଉପଯୁକ୍ତ ହେଇପାରିବା। ତେବେ এই ବ୍ରହ୍ମଚର୍ଯ୍ୟ ସାଧନା କ'ଣ ଓ ଆଧ୍ୟାତ୍ମିକତା କ'ଣ, କିପରି ଆମ ଭିତରେ ତାକୁ ସଂଗଠିତ କରିପାରିବା, ଏ ସମ୍ପର୍କରେ ଆମେ ଶୁଣିବା ଆମର ସ୍ୱତ ସମ୍ମାନୀୟ ପୂଜ୍ୟ ଚିତ୍ତରଞ୍ଜନ ଭାଇଙ୍କ ପାଖରୁ। ଭାଇ। ପରମ କରୁଣାମୟ ପରମ ପ୍ରଭୁ ଉପସ୍ଥିତ ସମସ୍ତ ମାତୃଭୂମି ସଜ୍ଜନ ମଣ୍ଡଳୀ,
এই ପବିତ୍ର ସନ୍ଧ୍ୟାରେ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆମେ ସମସ୍ତେ ମାଙ୍କର କୃପା ଲାଭ କରିଛନ୍ତି। ଏଇଟା ଆମର ବହୁ ଜନ୍ମର ପୁଣ୍ୟ ଫଳ, ତପସ୍ୟାର ଫଳ। ଜଣଙ୍କର ପୁଣ୍ୟ ନଥିଲେ ତାକୁ ସତ୍ସଙ୍ଗର ସୌଭାଗ୍ୟ ଲାଭ ହୁଏ ନାହିଁ। ତେଣୁ ମା ଆମକୁ ନିର୍ବାଚିତ କରିଛନ୍ତି, ଆମକୁ ସୁଯୋଗ ଦେଇଛନ୍ତି। ତେଣୁ ତାଙ୍କୁ ଅଶେଷ ଅଶେଷ କୃତଜ୍ଞତା ଜଣାଇବା। ଆଜିର ଯେଉଁ ଆଲୋଚ୍ୟ ପ୍ରସଙ୍ଗ ଆଧ୍ୟାତ୍ମିକତା ଓ ବ୍ରହ୍ମଚର୍ଯ୍ୟ, ଏ ସମ୍ପର୍କରେ ମାଙ୍କର କିଛି ଲେଖା, ପ୍ରଭୁଙ୍କର ଲେଖା ଏବଂ ପୂଜ୍ୟ ବାବାଜୀ ମହାରାଜଙ୍କ ଲେଖାକୁ ଆଧାର କରି ମୁଁ କିଛି ଉପସ୍ଥାପନ କରିବି, ଯାହା ମୋର ଉଦ୍ବୋଧ ହେଇଛି। ପ୍ରଥମେ ଆମେ ବୁଝିବା ଆଧ୍ୟାତ୍ମିକତା। ସାଧାରଣତଃ ଆଧ୍ୟାତ୍ମିକତା କହିଲେ ଆମେ ବୁଝୁ ସାଧାରଣ ଜୀବନରୁ ଭିନ୍ନ ଏକ ଜୀବନ, ଯୋଉଠି ଯୋଗ ସାଧନା ଥିବ, ଯୋଉଠି ଶୃଙ୍ଖଳା ଥିବ, ଆଧ୍ୟାତ୍ମିକ ଶୃଙ୍ଖଳା, ନିୟମ ନିଷ୍ଠା, ଯେମିତି ଯୋଗ ପ୍ରାଣାୟାମ ଇତ୍ୟାଦି, ଧ୍ୟାନ ଧାରଣା କିମ୍ବା ହୋମ ଯଜ୍ଞ, ସବୁବେଳେ ଭଗବାନଙ୍କର ଭଜନ କୀର୍ତ୍ତନ କିମ୍ବା ତାଙ୍କର ସ୍ମରଣ, ଏଇ ସବୁଥିରେ ଲାଗି ରହୁଥିବା ଆଧ୍ୟାତ୍ମିକ ଜୀବନ। ଏବଂ ଆମେ ଭାବୁ ଯେ ଆମର ଯେଉଁ ପାରିବାରିକ ଜୀବନଟେ ବଞ୍ଚୁଛୁ, ଯେଉଁ ସାଂସାରିକ ଜୀବନ, ସାମାଜିକ ଜୀବନ, ବୃତ୍ତିଗତ କର୍ମମୟ ଜୀବନ, ଏଇଟା ଆଧ୍ୟାତ୍ମିକ ଜୀବନରୁ ଟିକେ ଅଲଗା, ଆମର ଏମିତି ଧାରଣା। ତେଣୁ ଆମେ ଭାବିଥାଉ ଯେ ସାଧାରଣ ଜୀବନରେ ଆମେ କିଛି କିଛି ଆଧ୍ୟାତ୍ମିକତାର ଅଭ୍ୟାସ କରିବା। ଯେମିତି ସାଧାରଣ ଖାଦ୍ୟରେ ଆମେ କିଛି କିଛି ଭଲ ଖାଦ୍ୟ ଯେମିତି ଖାଇଦେଉଛୁ, କିଛି ଫ୍ରୁଟ୍ସ ଖାଇଦେଲେ, କିଛି ଭିଟାମିନ୍ସ ଖାଇଦେଲେ, ଯାହାକି ଆମର ଶରୀରକୁ ସୁରକ୍ଷା ପ୍ରଦାନ କରିବ, ଆରୋଗ୍ୟ ପ୍ରଦାନ କରିବ। ସେଟା ନ ଖାଇଲେ ଆମର ରୋଗାଗ୍ରସ୍ତ ହେଇଯିବ। ସେମିତି ସାଧାରଣ ଜୀବନରେ ଆଧ୍ୟାତ୍ମିକତାକୁ ଆମେ ଗୋଟେ ଔଷଧ ଭାବରେ ବ୍ୟବହାର କରୁ, ଅଳ୍ପ ଟିକେ। କାରଣ ଔଷଧ କେହି ତ ବେଶୀ ବେଶୀ ଖାଏ ନାହିଁ ନା। ଔଷଧଟା ଆମର ମୁଖ୍ୟ ଖାଦ୍ୟ ନୁହେଁ। ମୁଖ୍ୟ ଖାଦ୍ୟ ଅଛି ଯଥେଷ୍ଟ ପରିମାଣରେ, ଟିକେ ଔଷଧ। ସେମିତି ଆଧ୍ୟାତ୍ମିକତାକୁ ଆମେ ଔଷଧ ଭଳି କରିବା। ପ୍ରକୃତରେ ଆଧ୍ୟାତ୍ମିକତା ଗୋଟେ ଭିନ୍ନ ଜୀବନ ନୁହେଁ। ମୁଁ ଯାହା ବୁଝିଛି ଏପର୍ଯ୍ୟନ୍ତ, ଆଧ୍ୟାତ୍ମିକତା ହେଉଛି ଯଥାର୍ଥ ଜୀବନ, ମାନେ ଜୀବନକୁ ଠିକ ଭାବରେ ବଞ୍ଚିବାଟା ହେଉଛି ଆଧ୍ୟାତ୍ମିକତା। ତାହେଲେ ପ୍ରଶ୍ନ ଉଠିପାରେ, ସାଧାରଣ ଜୀବନରେ ଆମେ ଯାହା ସବୁ କରୁଛୁ, ଯେଉଁଭଳି ଜୀବନ ବଞ୍ଚୁଛୁ, ତାହା କ'ଣ ଭୁଲ? ଅବଶ୍ୟ ଭୁଲ, ଯଦି ଆମେ ତାକୁ ଠିକ ଭାବରେ ବଞ୍ଚିବାଟା ଶିଖିନାହୁଁ, କିମ୍ବା ଏଇ ସାଧାରଣ ଜୀବନରେ ଯଦି ସତ୍ୟର ସନ୍ଧାନ କରୁ। ସତ୍ୟର ସନ୍ଧାନ କହିଲେ ଏଇଟା ବହୁତ ବଡ଼ କଥା, ବୁଝିବାଟା ସହଜ। ମୁଁ ଆଦୌ ତାତ୍ତ୍ୱିକ କଥା କହିବି ନାହିଁ କି ଅତି ଗୂଢ଼ ବୁଝି ନହେଲା ଭଳିଆ। ସତ୍ୟର ସନ୍ଧାନ, ସତ୍ୟକୁ ଖୋଜିବା। ସତ୍ୟ କ'ଣ? ଯୋଉଟା ଠିକ, ଯୋଉଟା ଯଥାର୍ଥ, ସେଟାକୁ ଖୋଜିବା। ଏବଂ କେତେବେଳେ ଖୋଜିବା? ସବୁବେଳେ, ପ୍ରତ୍ୟେକ ମୁହୂର୍ତ୍ତରେ, ଆମର ଜୀବନର ପ୍ରତ୍ୟେକଟି କର୍ମରେ, ଖାଇବା, ପିଇବା, ଶୋଇବା, କୌଣସି କର୍ମ କରିବା, ସାଂସାରିକ ଜୀବନ, ବୃତ୍ତିଗତ ଜୀବନ, ଅନ୍ୟମାନଙ୍କ ସହିତ ବାର୍ତ୍ତାଳାପ, ଇଣ୍ଟରାକ୍ସନ, ସବୁକିଛି ଆମର କରିବାର ଅଛି ସାଧାରଣ ଜୀବନରେ। ଏସବୁ ଭିତରେ ଯଦି ଆମେ ଯଥାର୍ଥତାକୁ ଖୋଜୁଛନ୍ତି, କୋଉଟା ଠିକ, ଯେମିତି ଖାଇଲା ବେଳେ କ'ଣ ଖାଇବା, କେତେ ପରିମାଣରେ ଖାଇବା କଥା, କିପରି ଖାଇବା କଥା, କୋଉଟା ମୋର ଶରୀର ପାଇଁ ଆବଶ୍ୟକ,
କୋଉଟା ଅନାବଶ୍ୟକ, କେତେ ପରିମାଣରେ ଆବଶ୍ୟକ, ଏସବୁ ସନ୍ଧାନ କରିବା ଏବଂ ତାକୁ ପାଳନ କରିବା। ତାହେଲେ ସେଇ ଏସ୍ପେକ୍ଟରେ, ଜୀବନର ସେଇ ଏସ୍ପେକ୍ଟରେ ଆମେ ଆଧ୍ୟାତ୍ମିକତା ଅବଲମ୍ବନ କଲେ। ପୂଜ୍ୟ ମନୋଜ ଦାସଙ୍କର ସେ ଧାଡ଼ି ସବୁବେଳେ ମୋର ମନେ ପଡ଼େ, ସ୍ପିରିଚୁଆଲିଟି ଇଜ ନଥିଂ ବଟ୍ ଦ କ୍ୱେଷ୍ଟ ଫର୍ ଟ୍ରୁଥ ଇନ୍ ଲାଇଫ୍। ଜୀବନରେ ସତ୍ୟର ସନ୍ଧାନ ହେଉଛି ଆଧ୍ୟାତ୍ମିକତା। ମାନେ ଜୀବନକୁ ଠିକ ଭାବରେ ବଞ୍ଚି ଜାଣିଲେ ସେଟା ଆଧ୍ୟାତ୍ମିକ ଜୀବନ ହବ। ଯଦି ଠିକ ଭାବରେ ବଞ୍ଚି ନ ଜାଣିବେ, ହଁ ସମସ୍ତେ ତ ଏମିତି କରୁଛନ୍ତି, ଯେମିତି ଚାଲିଛି ଚାଲିଥାଉ, ଏମିତି ତ ଚାଲିଛି, ଲୋକେ ତ ଏମିତି କରୁଛନ୍ତି, ଏମିତି ଭାବୁଥିବା, ତାହେଲେ ଆମେ ସାଧାରଣ ଜୀବନରେ ଅଛୁ। ଚଏସ୍ ଇଜ୍ ଆୱାର୍ସ, ଆମକୁ କେହି ବାଧ୍ୟ କରିପାରିବନି। ତେଣୁ ଆପଣ ପଚାରି ପାରନ୍ତି, ତାହେଲେ ଆଧ୍ୟାତ୍ମିକ ଜୀବନରେ এই ଯେଉଁ ଶୃଙ୍ଖଳା, ନିୟମ ନିଷ୍ଠା, ଯୋଗ ପ୍ରାଣାୟାମ ଇତ୍ୟାଦି, ପୂଜା ଅର୍ଚ୍ଚନା, ଧ୍ୟାନ ଧାରଣା, ଏସବୁର କୌଣସି ସ୍ଥାନ ନାହିଁ? ଅଛି। ଯଦି ଆମେ ସତ୍ୟର ସନ୍ଧାନ ଖୋଜିବା, ସତ୍ୟର ସନ୍ଧାନ କରିବା, ଏସବୁ ଆପେ ଆପେ ଆସିଯିବେ। କେତେବେଳେ କୋଉଟା ଦରକାର, ମତେ ଧ୍ୟାନ କରିବାର ଅଛି ନା ନାହିଁ, ଭିତରୁ ପ୍ରେରଣା ଆସିବ। ଏବଂ ଧ୍ୟାନ କେତେବେଳେ କରିବି, କେତେ ପରିମାଣରେ କରିବି, ସେଟା ମଧ୍ୟ ଆସିବ। ଏବଂ ସେଟା ଅବଶ୍ୟ ମତେ ବତେଇଦେବ ମୋର ଅନ୍ତର ପ୍ରେରଣା। ଯଦି ମୋର ଖୋଜଟା, ମୋର ସେ ସନ୍ଧାନ ଯଦି ସଚ୍ଚା ହେଇଥାଏ, ତାହେଲେ ସେ ଅବଶ୍ୟ ବତେଇଦେବ ଯେ ବସିକିରି ଗୋଟେ ଜାଗାରେ ଧ୍ୟାନ କରିବାର ନାହିଁ, କର୍ମ ଭିତରେ ଧ୍ୟାନ କରିବାର କଳାଟି ଶିଖିବାର ଅଛି। କିନ୍ତୁ ଯେମିତି ଛୋଟ ପିଲାଟେ ଚାଲିଲା ବେଳେ ପ୍ରଥମେ କାନ୍ଥ ଧରିକିରି ଚାଲେ, ତାପରେ ସେ ଯେଉଁ 3 ଚକିଆ ଗାଡ଼ି ଧରିକିରି ଚାଲେ, ତାପରେ ଯେତେବେଳେ ଯଥେଷ୍ଟ ମଜବୁତ ହେଇଯାଏ, ତାର ଆତ୍ମବିଶ୍ୱାସ ଆସିଯାଏ, ତାପରେ ସିଧା ଚାଲେ କିଛି ନ ଧରିକିରି, ତାପରେ ଦୌଡ଼ିବାକୁ ଆରମ୍ଭ କରେ। କଣ ସେ ସବୁବେଳେ 3 ଚକିଆ ଗାଡ଼ି ଧରିଥାଏ କି ସବୁବେଳେ କାନ୍ଥ ଧରୁଥାଏ କି? ଆମେ ଯେଉଁ ବସିକିରି ଧ୍ୟାନ କରୁଛୁ ଆଖି ବନ୍ଦ କରିକିରି, ଏଟା ଗୋଟେ ଉଦାହରଣ। ସେଟା ହଉଛି ସେ କାନ୍ଥ ଧରିକି ଠିଆ ହେଲା ଭଳିଆ, 3 ଚକିଆ ଗାଡ଼ି ଧରି ଚାଲିଲା ଭଳିଆ। କଣ ସବୁବେଳେ ସେମିତି କରୁଥିବା କି? ମୁଁ ଚାଲିବାର ଅଛି ନା, ଦୌଡ଼ିବାର ଅଛି। ତେଣୁ ସେଟା ହଉଛି ବିଗିନିଂ। ଆମେ ଯେଉଁ ଆଖି ବନ୍ଦ କରି ଧ୍ୟାନ କରୁଛୁ କି ନାମ ଜପ କରୁଛୁ, କିନ୍ତୁ ଧୀରେ 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 ଯଦି ଆମର ଆନ୍ତରିକତା ଥାଏ, ସିନସିୟରିଟି ସବୁ ଜାଗାରେ, ତାହେଲେ ସେଇଟା ଆମକୁ ସେ ଅଭ୍ୟାସଟା କରାଇଦେବ ଯେ ପ୍ରତ୍ୟେକ କର୍ମ ଭିତରେ ଆମର ଧ୍ୟାନ ଚାଲିଥିବ, ନାମ ଜପ ଚାଲିଥିବ। ସେଇ ଅବସ୍ଥାରେ ପହଞ୍ଚିବା ପାଇଁ ପୂଜ୍ୟ ବାବୁଜୀ ଆମକୁ ଉପାୟ ବତେଇଛନ୍ତି, ଯେଉଁ ନାମ ଜପର ଉପାୟ। ବାବୁଜୀ କହିନାହାନ୍ତି ଯେ ଚୁପଚାପ ଗୋଟେ ଜାଗାରେ ବସିକି ନାମ ଜପ କିଛି ସମୟ କରିଦିଅ, 5-10 ମିନିଟ୍ କରିଦିଅ, ତୁମର କାମ ସରିଗଲା। ଏମିତି ନୁହେଁ। ଅହରହ ଜୀବନର ଏମିତି କୌଣସି ମୁହୂର୍ତ୍ତ ନାହିଁ ଯୋଉଠି ଆଧ୍ୟାତ୍ମିକତା ଆମକୁ ଅଭ୍ୟାସ କରିବା ନାହିଁ। ଅର୍ଥାତ୍ ପ୍ରତ୍ୟେକ ମୁହୂର୍ତ୍ତରେ ଯଦି ଆମେ ସେଇ କାମଟିକୁ ଯଥାର୍ଥ ଭାବରେ କରୁଛନ୍ତି, ସେଟା ହଉଛି ଆଧ୍ୟାତ୍ମିକ ଜୀବନ। ଆଉ ଯଦି ଚିରାଚରିତ ଭାବରେ, ବିନା ଶୃଙ୍ଖଳାରେ, ବିନା ସଂଯମରେ, ଅଜ୍ଞାନତାର ବଶବର୍ତ୍ତୀ ହେଇକରି ଗତାନୁଗତିକ ଭାବରେ ପଶୁମାନଙ୍କ ଭଳି ଯଦି କାର୍ଯ୍ୟ କରୁଛନ୍ତି, ସାଧାରଣ ଜୀବନ। ଏଇଟା ହଉଛି ଆଧ୍ୟାତ୍ମିକତା। ଏଠି ଧର୍ମର କଣ ସମ୍ପର୍କ ଅଛି କୁହନ୍ତୁ? ଧର୍ମର କୌଣସି ସମ୍ପର୍କ ଅଛି କି? କିଛି ନାହିଁ। ଏଇଟା ସବୁ ମଣିଷଙ୍କ ପାଇଁ। ଏଠି ଆମର ପାରମ୍ପରିକ ଧର୍ମର କୌଣସି ସ୍ଥାନ ନାହିଁ। ସେଥିଲାଗି କୁହାଯାଏ ଯେ ଦି way of Sri Aurobindo and the mother is beyond all religions. All religions, ସବୁ ଧର୍ମର ବହୁ ଊର୍ଦ୍ଧ୍ୱରେ। ତେଣୁ ଏଥିରେ ଧର୍ମର କିଛି ଭେଦାନ୍ତ ନାହିଁ। ଆମକୁ ସେଇ ପାରମ୍ପରିକତା, ଗତାନୁଗତିକତାରୁ ଊର୍ଦ୍ଧ୍ୱକୁ ଉଠିବାକୁ ପଡ଼ିବ। ଏବଂ ସେତେବେଳେ ଆମେ ପ୍ରକୃତିରେ ବୁଝିବା ଜୀବନର ଅର୍ଥ କଣ, ଆଧ୍ୟାତ୍ମିକତାର ଅର୍ଥ। ତାପରେ ଏଇ ଆଧ୍ୟାତ୍ମିକ ଜୀବନ ବଞ୍ଚିବା ପାଇଁ ବ୍ରହ୍ମଚର୍ଯ୍ୟ
କେମିତି ସାହାଯ୍ୟ କରେ, ଏଇଟା ହଉଛି ଆଜିର ପ୍ରସଙ୍ଗ। ଏଠି ମଧ୍ୟ ଆମକୁ ସେ ମୂଳ ଜିନିଷଟା ବୁଝିବାର ଅଛି, ବ୍ରହ୍ମଚର୍ଯ୍ୟ ପ୍ରକୃତରେ କଣ। ଶ୍ରଦ୍ଧେୟ ଅଜୟ ଭାଇ ତ ସୂଚନା ଦେଇ ସାରିଛନ୍ତି। ବ୍ରହ୍ମରେ ବାସ କରିବା, ନିରନ୍ତର ବ୍ରହ୍ମ ଚେତନାରେ ରହିବା, ଏଟା ହେଉଛି ବ୍ରହ୍ମଚର୍ଯ୍ୟ। ବ୍ରହ୍ମ ହେଉଛନ୍ତି ଭଗବାନ, ଯେ ଏ ସମଗ୍ର ସୃଷ୍ଟିର ସ୍ୱାମୀ, ଅଧୀଶ୍ୱର, ସୃଷ୍ଟିକର୍ତ୍ତା। ସବୁବେଳେ ତାଙ୍କ ଚେତନାରେ ବାସ କରିବା, ତାଙ୍କର ଆମ ଚେତନାର ପ୍ରତ୍ୟେକ ସ୍ତରରେ ତାଙ୍କୁ ଉତାରିବା ବା ତାଙ୍କୁ ଅନୁଭବ କରିବା, ଏଇଟା ହେଉଛି ବ୍ରହ୍ମଚର୍ଯ୍ୟ। ତାର ବ୍ରଡ ମିନିଂ ହଉଛି ଏଇଟା ବ୍ରହ୍ମଚର୍ଯ୍ୟ। ନେରୋ ସେନ୍ସରେ, ସଂକୁଚିତ ଅର୍ଥରେ ଆମେ ବ୍ରହ୍ମଚର୍ଯ୍ୟ କହିଲେ ବୁଝୁ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଯେଉଁ ସମ୍ପର୍କ, ସେଟା ନ ରଖିବାଟା ହଉଛି ବ୍ରହ୍ମଚର୍ଯ୍ୟ। ଏଇଟା ନେରୋ ସେନ୍ସ। এই ନେରୋରୁ ଆମକୁ ବ୍ରଡକୁ ଯିବାକୁ ପଡିବ। ବ୍ରଡଟା ହଉଛି ଟାର୍ଗେଟ, ଅଲ୍ଟିମେଟ, ସେଟା ଚରମ ଲକ୍ଷ୍ୟ। ନେରୋଟା ହଉଛି ଇମିଡିଏଟ, ପ୍ରାଥମିକ ଲକ୍ଷ୍ୟ ବା ପ୍ରଥମ ଲକ୍ଷ୍ୟ, ଏଇଟା ଫାର୍ଷ୍ଟ ଷ୍ଟେପ। ପ୍ରକୃତରେ এই ଯେଉଁ ଦାମ୍ପତ୍ୟ ଜୀବନ କାହିଁକି ଆଧ୍ୟାତ୍ମିକ ଜୀବନରେ ବାଧା ସୃଷ୍ଟି କରେ, ଏଇଟା ମୁଁ ବୁଝିବାର ଅଛି। ସମସ୍ତଙ୍କୁ ବାଧା ସୃଷ୍ଟି କରିବ ଏମିତି କିଛି ମାନେ ନାହିଁ। ବାଧା ସୃଷ୍ଟି କେତେବେଳେ କରିବ, ଯେତେବେଳେ ଆମେ ତା ପ୍ରତି ଆସକ୍ତ ହେବା। সেই ସମାନ କାର୍ଯ୍ୟ ଜଣେ ନିରାସକ୍ତ ଭାବରେ କରିପାରେ, ଜଣେ ଆସକ୍ତି ସହିତ କରିଥାଇପାରେ। ତେଣୁ ସେ ଯେଉଁ ଆଟିଚ୍ୟୁଡ, ଯେଉଁ ମନୋଭାବ ତା ପଛରେ ରହିଛି, ସେଇଟା ଗୁରୁତ୍ୱପୂର୍ଣ୍ଣ। ଆମେ ଜଣଙ୍କର ଆଚରଣକୁ ଦେଖିକରି ତାକୁ କପି କରିପାରିବାନି। ଶ୍ରୀଅରବିନ୍ଦ ତାଙ୍କୁ ଥରେ ପଚରାଗଲା, ତ ବିଲାତରୁ ଫେରିଥିଲେ। ଥରେ ତାଙ୍କୁ କେହି ସ୍ମୋକିଂ କରୁଥିବାର ଦେଖିଲେ, ଆଉ ପଚାରିଲେ ହ୍ୱାଇ ଡୁ ୟୁ ସ୍ମୋକ୍। କହିବାର ଅର୍ଥ ହଉଛି ଆପଣ ତ ଜାଣିଛନ୍ତି ଏଟା ଗୋଟେ ଖରାପ ଅଭ୍ୟାସ, କରୁଛନ୍ତି କାହିଁକି? ଶ୍ରୀଅରବିନ୍ଦ କହିଲେ ହ୍ୱାଇ ଡୋଣ୍ଟ ୟୁ, ତମେ କାହିଁକି କରୁନା? ମୁଁ କାହିଁକି କରୁଛି ତାର ଉତ୍ତର ହଉଛି ତମେ କାହିଁକି କରୁନା। ତା ଅର୍ଥ ବୁଝିପାରୁଛନ୍ତି? ମାନେ ସେଇଟା ମଧ୍ୟ ଗୋଟେ ଅଭ୍ୟାସ, ଏଇଟା ଗୋଟେ ଅଭ୍ୟାସ। ଅଭ୍ୟାସର ଦାସତ୍ୱ ହଉଛି ବାଧା। ଯୋଉଠି ଦାସତ୍ୱ ନାହିଁ ସେଠି ଅଭ୍ୟାସ ହିଁ ନାହିଁ। ତେଣୁ ମୁଁ ଯଦି କହିବି ଶ୍ରୀଅରବିନ୍ଦ ସିଗାରେଟ ଟାଣୁଥିଲେ, ମୁଁ ବି ଟାଣିବି, ସେ ଆମର ଆଦର୍ଶ, এইটা ଅତି ସ୍ଥୂଳ ଧାରଣା। କାହିଁକି ମୁଁ କଣ ଏଇ କଥା ନିଜକୁ ପଚାରୁଛି ଯେ ଶ୍ରୀଅରବିନ୍ଦ ଯେଉଁ ଚେତନାରେ ରହୁଥିଲେ ମୁଁ କଣ ସେଇ ଚେତନାରେ ରହିପାରୁଛି? ଯଦି ରହିପାରୁଛି ତାହେଲେ ମୋର ଅଧିକାର ଅଛି ତାଙ୍କୁ କପି କରିବା। ଯଦି ପାରୁନାହିଁ ତାହେଲେ ମୋର ସେଟା ଅଧିକାର ନାହିଁ ତାଙ୍କର ବାହ୍ୟ ଆଚରଣକୁ ଅନୁସରଣ କରିବା। ତେଣୁ ସବୁ ନିର୍ଭର କରୁଛି ନିଜର ମନୋଭାବ ଉପରେ। ବ୍ରହ୍ମଚର୍ଯ୍ୟ କଣ ଏଟା ବୁଝିବା ପାଇଁ ଆମେ ଦେଖିବା ଆମର ଜୀବନକୁ ଟିକେ ଅଧ୍ୟୟନ କରିବା। ଆମେ ଯେଉଁ ଜୀବନ ବଞ୍ଚୁଛୁ এটা ନିରାସକ୍ତ ଭାବରେ ବଞ୍ଚୁଛୁ ନା ଆସକ୍ତ ଭାବରେ ବଞ୍ଚୁଛୁ? ଆମର ଜୀବନର ପ୍ରତ୍ୟେକ କାର୍ଯ୍ୟରେ ଯାହା ଆମେ କରୁଛୁ, ଶାରୀରିକ, ପ୍ରାଣିକ, ମାନସିକ, ସବୁଥିର ପଛରେ ଗୋଟେ ସୁଖ ପ୍ରାପ୍ତିର ଇଚ୍ଛା, ଗୋଟେ ଭୋଗର ଇଚ୍ଛା ରହିଛି କି ନାହିଁ ଆମେ ଦେଖିବା। ଯଦି ରହିଛି ତାହେଲେ ସେଇଟା ବ୍ରହ୍ମଚର୍ଯ୍ୟର ବିରୋଧୀ। ଯଦି ନାହିଁ ତାହେଲେ ଆମେ ବ୍ରହ୍ମଚର୍ଯ୍ୟ ଅବଲମ୍ବନ କରୁଛୁ। ତେଣୁ ଯେଉଁ କାମନା ବାସନା ଏସବୁ କୁହାଯାଉଛି ବ୍ରହ୍ମଚର୍ଯ୍ୟର ବିରୋଧୀ, ସେଟା ପ୍ରକୃତରେ କଣ? ଜୀବନରେ ଭୋଗର ଇଚ୍ଛା।
ବ୍ରହ୍ମଚର୍ଯ୍ୟର ବିରୋଧୀ ଯେଉଁ ଜିନିଷଟା ତାକୁ କ'ଣ କୁହାଯିବ ଓଡ଼ିଆରେ ମୁଁ ବୁଝିପାରୁନାହିଁ। ସେଟା ହଉଛି ଯେକୌଣସି ଗୋଟେ ଅନୁଭବରେ ଗୋଟେ ଭୋଗର ଇଚ୍ଛା, ପରିବେଶକୁ ଶୋଷି ନେବାର ଇଚ୍ଛା, ପରିବେଶକୁ ନିଜର ସ୍ୱାର୍ଥ ପାଇଁ ଆତ୍ମସାତ କରିଦେବାର ଇଚ୍ଛା, এইটা ସବୁବେଳେ ଆମେ କବଳିତ କରୁଛେ। এই ଇଚ୍ଛାରୁ ମୁକ୍ତ ହେବାଟା ହେଉଛି ବ୍ରହ୍ମଚର୍ଯ୍ୟ। ଏବଂ ଯେପର୍ଯ୍ୟନ୍ତ ଆମେ এই ଇଚ୍ଛାରୁ ମୁକ୍ତ ହେଇ ନ ପାରିଛୁ ସେ ପର୍ଯ୍ୟନ୍ତ ଜୀବନରେ ବ୍ରହ୍ମଚର୍ଯ୍ୟର ଅଭ୍ୟାସ ସମ୍ଭବ। ଆମେ ଯଦି ଭାବୁଥିବା ଠିକ ଅଛି ମୁଁ ବ୍ରହ୍ମଚର୍ଯ୍ୟ ଅବଲମ୍ବନ କରିବି, ବିବାହ କରିବି ନାହିଁ, ବିବାହ ନ କରିଲେ କ'ଣ ହେଇଗଲା? ଖାଲି ସେତିକି? ବିବାହଟା ବ୍ରହ୍ମଚର୍ଯ୍ୟ ବ୍ୟତୀତ ନୁହେଁ। ଜଣେ ବିବାହ କରିକରି ମଧ୍ୟ ବ୍ରହ୍ମଚାରୀ ହେଇପାରେ ଏବଂ ବିବାହ ନ କରି ମଧ୍ୟ ବ୍ରହ୍ମଚାରୀ ହୋଇ ନପାରେ। ଯଦି ଆନ୍ତର ସଂଯମ ନାହିଁ, ଯଦି ଜୀବନରେ ସେ ଭୋଗ ଇଚ୍ଛାରୁ ମୁକ୍ତ ହେଇନାହିଁ, ତାହେଲେ ସେ ବ୍ରହ୍ମଚାରୀ ନୁହେଁ। ଏବଂ ଯିଏ ଭୋଗ ଇଚ୍ଛାରୁ ମୁକ୍ତ ହେଇଛି ତା ପାଇଁ ଦାମ୍ପତ୍ୟ ସମ୍ପର୍କର ମଧ୍ୟ କୌଣସି ବିଶେଷ ଗୁରୁତ୍ୱ ନାହିଁ। ତା ପାଇଁ ଭାତ ଖାଇବାଟା ଯେମିତି, ତା ପାଇଁ ଘାସ ସଫା କରିବାଟା ଯେମିତି, ଦାମ୍ପତ୍ୟ ସମ୍ପର୍କ ରଖିବାଟା ମଧ୍ୟ ସେମିତି। ତେଣୁ ସେ ଯେଉଁ ନିରାଶକ୍ତି, ଯେଉଁ ନିଷ୍କାମ କର୍ମ କଥା ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି ସେଟା ସବୁ କ୍ଷେତ୍ରରେ ପ୍ରଯୁଜ୍ୟ। କିନ୍ତୁ ପ୍ରଶ୍ନ ଉଠୁଛି ତାହେଲେ ପୁରାତନ ଯୁଗ ମାନଙ୍କରେ ଯେଉଁ କଠୋର ବ୍ରହ୍ମଚର୍ଯ୍ୟର ଶୃଙ୍ଖଳା ଲଦି ଦିଆଯାଏ ସାଧକମାନଙ୍କୁ, ତାର କ'ଣ କିଛି ବି ମହତ୍ଵ ନାହିଁ? ମହତ୍ଵ ଅଛି। ମହତ୍ଵ ଏଥିପାଇଁ ଅଛି ଯେ ବ୍ୟକ୍ତିକୁ ଯଦି ସ୍ୱାଧୀନତା ଦିଆଯାଏ ତାହେଲେ ଖୁବ୍ କ୍ୱଚିତ ବ୍ୟକ୍ତି ଅଛନ୍ତି ଯେଉଁମାନେ କର୍ମରେ ଲିପ୍ତ ହେଇକରି ମଧ୍ୟ ନିରାସକ୍ତ ରହିପାରିବେ। ଏଭଳି ଲୋକଙ୍କର ସଂଖ୍ୟା ବହୁତ କମ୍। ଆଉ ସେମିତି ସ୍ୱାଧୀନତା ଦେଇଦେଲେ କେହି ନିଜକୁ ଶୃଙ୍ଖଳିତ କରିବେ ନାହିଁ। ସମସ୍ତେ କହିଦେବେ ହଁ ଆମ ଭିତରେ ନିରାସକ୍ତ ଅଛି, ଆଉ କେହି କାହାର ଭିତରକୁ ଦେଖିପାରିବ ନାହିଁ ଭଗବାନଙ୍କ ଛଡ଼ା। ତେଣୁ କେହି ଶୃଙ୍ଖଳା ମାନିବେନି। ତେଣୁ ଶୃଙ୍ଖଳାକୁ ଲଦି ଦିଆଯାଏ ପୁରାତନ ଯୁଗ ଧାରାରେ। କିନ୍ତୁ ଶ୍ରୀଅରବିନ୍ଦ କେବେ ବି ଏମିତି ଧରାବନ୍ଧା ନିୟମକୁ ମହତ୍ଵ ଦେଇନାହାନ୍ତି। ଶ୍ରୀଅରବିନ୍ଦଙ୍କ ଯୋଗରେ ଶୃଙ୍ଖଳା ହେଉଛି ଆନ୍ତର ଶୃଙ୍ଖଳା, ଆନ୍ତର ସଂଯମ, ସେଲ୍ଫ ଡିସିପ୍ଲିନ। ତେଣୁ ଏଠି ଶ୍ରୀଅରବିନ୍ଦ କୌଣସି ଜାଗାରେ ବି ଆପଣ ଦେଖିଛନ୍ତି କି ଏଇଟା ନିହାତି କରିବା କଥା, ସମସ୍ତେ ଏଇଟା କରିବାକୁ ବାଧ୍ୟ ବୋଲି କହିଛନ୍ତି କୌଣସି ଜାଗାରେ? ନା, ସେ ଉପାୟ ଦେଇ ବତେଇ ଦେଇଛନ୍ତି। ଏମିତି କଲେ ଏଇଟା ହବ ପରିଣାମ, ସେମିତି କଲେ ସେଟା ହବ ପରିଣାମ। ତୁମେ କରିକି ଦେଖ। ଯଦି ତୁମେ ଚାହୁଁଛ, ସବୁବେଳେ ଶ୍ରୀଅରବିନ୍ଦ ଏବଂ ଶ୍ରୀମା ଫ୍ରି ୱିଲକୁ ଗୁରୁତ୍ୱ ଦେଇଛନ୍ତି। ଦି ଚଏସ୍ ଇଜ୍ ୟୋର୍ସ। ଯେଉଁ ସେଇ ବାଣୀଟି ଆପଣଙ୍କର ମନେ ଥିବ, men, countries and continent, the choice is imperative, truth or abyss। ଆମକୁ ବାଛିବାର ଅଛି। ଆମକୁ ଯଦି ଶହ ଶହ ଜନ୍ମ ପର୍ଯ୍ୟନ୍ତ ଅଜ୍ଞାନ ଅନ୍ଧକାରରେ ବୁଡ଼ି ରହିବାକୁ ଯଦି ଭଲ ଲାଗୁଛି ତାହେଲେ ସାଧାରଣ ଜୀବନ ବଞ୍ଚିବା କିଛି ମନା ନାହିଁ। କିନ୍ତୁ ଯଦି ଆମେ ସତ୍ୟର ସନ୍ଧାନୀ, ଯଦି ଆମେ ଆମର ଜୀବନରେ ଲକ୍ଷ୍ୟ ପ୍ରାପ୍ତି କରିବାର ଅଛି ତାହେଲେ ଅବଶ୍ୟ ଆମକୁ ଶୃଙ୍ଖଳା ଅବଲମ୍ବନ କରିବାକୁ। ଏବଂ ଯାହାର ଜୀବନରେ ସତ୍ୟର ସନ୍ଧାନଟା ଯେତେ ମଜବୁତ ହେଇଥିବ, ସେଇ ଖୋଜ, ସତ୍ୟର ସନ୍ଧାନ ପାଇଁ ଯେଉଁ ବ୍ୟାକୁଳତା ଯାହା ଜୀବନରେ ଯେତିକି ମଜବୁତ ହେଇଥିବ, ସେ ନିଜକୁ ସେତିକି ଶୃଙ୍ଖଳିତ କରିବ, ସେ ନିଜକୁ ସେତିକି ସଂଯମ କରିବ। ତେଣୁ ମୂଳ କଥା ହେଉଛି ବ୍ରହ୍ମଚର୍ଯ୍ୟ କେବଳ ବାହ୍ୟ ଦାମ୍ପତ୍ୟ ସମ୍ପର୍କରୁ ମୁକ୍ତ ରହିବାଟା ନୁହେଁ, ବରଂ ଜୀବନର ପ୍ରତ୍ୟେକ ପଦକ୍ଷେପରେ, ପ୍ରତ୍ୟେକ ଅନୁଭବରେ, ପ୍ରତ୍ୟେକ କର୍ମରେ ନିରାସକ୍ତି ଅବଲମ୍ବନ କରିବା ଏବଂ ନିଃସ୍ୱାର୍ଥପର ଭାବରେ କୌଣସି ପ୍ରକାର ଭୋଗ ବା ସୁଖ ପ୍ରାପ୍ତିର ଇଚ୍ଛା ନ ରଖି ଭଗବାନଙ୍କ ପାଇଁ କର୍ମ କରୁଛି ବୋଲି ଭାବିକି କର୍ମ କରିବା। ଏଇଟା ଜଣେ ଯଦି କରିବ ତାହେଲେ ବ୍ରହ୍ମଚର୍ଯ୍ୟ କ'ଣ ତାକୁ ଶିଖିବାକୁ ପଡ଼ିବ ନାହିଁ।
ମାଙ୍କର ଗୋଟେ ବାଣୀ, ଏ ଯେଉଁ ପାରିବାରିକ ସମ୍ପର୍କ ବିଷୟରେ ମା କହୁଛନ୍ତି, ବ୍ରହ୍ମଚର୍ଯ୍ୟ କାହା ପାଇଁ? କେବଳ ପୁରୁଷମାନଙ୍କ ପାଇଁ କି? ଆମର ଏଇଟା ଗୋଟେ ଧାରଣା। ବ୍ରହ୍ମଚର୍ଯ୍ୟ କଥା ଯେତେବେଳେ ଉଠେ, ପ୍ରାୟତଃ ଇଟ୍ ଇଜ୍ ଆପ୍ଲିକେବଲ୍ ଟୁ ମେନ୍, ମନୁଷ୍ୟ ପୁରୁଷମାନଙ୍କ ପାଇଁ ପ୍ରଯୁଜ୍ୟ ବୋଲି ଆମର ଗୋଟେ ଧାରଣା ହେଇଯାଏ। କିନ୍ତୁ ସେମିତି ନୁହେଁ। ଏ ଯେଉଁ ମାନସିକ ଦାସତ୍ୱ, ଯେଉଁ ଆଟାଚମେଣ୍ଟ ବା ଆସକ୍ତି ଉଭୟଙ୍କ କ୍ଷେତ୍ରରେ ହେଇପାରେ, ପୁରୁଷ କ୍ଷେତ୍ରରେ, ନାରୀ କ୍ଷେତ୍ରରେ। ଏବଂ ମା କହୁଛନ୍ତି ହ୍ୱାଟ ମେକ୍ସ ଦେମ୍ ସ୍ଲେଭ୍ସ, ଏଇଟା ୱିମେନ୍ ମାନଙ୍କ ପାଇଁ। ମା କହୁଛନ୍ତି ଯେ ନାରୀମାନେ ଏ ଯେଉଁ ଦାମ୍ପତ୍ୟ ସମ୍ପର୍କ ପ୍ରତି କାହିଁକି ଆସକ୍ତ ହେଇଥାନ୍ତି, କାହିଁକି ଦାମ୍ପତ୍ୟ ଜୀବନର ଦାସତ୍ୱ ସ୍ୱୀକାର କରିଥାନ୍ତି, ତାର କାରଣ ତିନୋଟି। ନମ୍ବର 1, ଆଟ୍ରାକ୍ସନ ଟୁୱାର୍ଡସ୍ ଦି ମେଲ୍ ଆଣ୍ଡ ହିଜ୍ ଷ୍ଟ୍ରେଂଥ। ପୁରୁଷର ଯେଉଁ ସାମର୍ଥ୍ୟ, ଯେଉଁ ମାସ୍କୁଲିନ୍ ଷ୍ଟ୍ରେଂଥ, ଶାରୀରିକ ଦୃଷ୍ଟିରୁ ସାଧାରଣତଃ ଶାରୀରିକ ଦୃଷ୍ଟିରୁ ପୁରୁଷ ଟିକେ ଶକ୍ତିଶାଳୀ, ତାର ଫିଜିକାଲ ଷ୍ଟ୍ରେଂଥ ଟିକେ ଅଧିକ, ତାର ସେ ଫିଜିକାଲ ଷ୍ଟ୍ରେଂଥ ପ୍ରତି ନାରୀର ଗୋଟେ ଆକର୍ଷଣ ହୋଇଥାଏ। ଏଇଟା ତାର ଗୋଟେ ଦାସତ୍ୱର କାରଣ। ଦ୍ୱିତୀୟଟା ହେଉଛି ଡିଜାୟାର ଫର ହୋମ୍ ଲାଇଫ ଆଣ୍ଡ ସିକ୍ୟୁରିଟି। ପରିବାର ନ ରହିଲେ ମୁଁ କେମିତି ବଞ୍ଚିବି, ଏ ସମାଜଟା ସୁରକ୍ଷିତ ନୁହେଁ। ତେଣୁ ପାରିବାରିକ ଜୀବନର ସୁରକ୍ଷା ପ୍ରତି ଆମର ଯେଉଁ ଆକର୍ଷଣ, ସେଥିରେ ଆସ୍ଥା, ସେଟା ନାରୀମାନଙ୍କୁ ଦାମ୍ପତ୍ୟ ଜୀବନର ଦାସ କରିବ। ତୃତୀୟଟା ହେଉଛି ଆଟାଚମେଣ୍ଟ ଟୁ ମଦରହୁଡ୍, ମାତୃତ୍ୱର ଆକର୍ଷଣ। କାରଣ କହିଦେଇଛନ୍ତି ନା, ମହାନ ମହାନ ବ୍ୟକ୍ତିମାନେ ମାତୃତ୍ୱରେ ହିଁ ନାରୀର ଜୀବନର ପୂର୍ଣ୍ଣତା ପ୍ରାପ୍ତି ହୁଏ। ଆମେ ବେଦର ଗାର କରିଦେଲେ ସେଟା। ବେଳେବେଳେ ଏମିତି ଗୋଟେ ଗୋଟେ କଥା ଆମେ ଜୀବନରେ ପୁରା ବେଦର ଗାର କରିଦେବୁ, ତାର ବିପରୀତ କିଛି ଚିନ୍ତା କରୁ। କିନ୍ତୁ ଯିଏ ସତ୍ୟର ସନ୍ଧାନୀ, ତାର ବିପରୀତଟା ମଧ୍ୟ ଚିନ୍ତା କରିବ, ତା ଉପରେ ଗୋଟେ ପ୍ରଶ୍ନବାଚୀ ଦେବ, ହ୍ୱାଇ ସୋ, ହ୍ୱାଇ ନଟ୍ ଦି ଅଦର ୱେ। ଏଇଟା ଯିଏ ଚିନ୍ତା କରିବ, ସେ ସତ୍ୟର ସନ୍ଧାନୀ। ଯେତେ ବଡ଼ କଥା ହେଉଥିବ, ହ୍ୱାଇ ସୋ, ହ୍ୱାଇ ନଟ୍ ଦି ଅଦର ୱେ, ଏଇଟା ଚିନ୍ତା କରିବ, ସବୁଆଡୁ ବୁଝି ବିଚାରିକି କାର୍ଯ୍ୟ କରିବ ଯିଏ ସତ୍ୟର ସନ୍ଧାନୀ। ତାପରେ ପୁରୁଷମାନେ ସେହିପରି ନାରୀମାନଙ୍କ ପ୍ରତି ଏବଂ ଦାମ୍ପତ୍ୟ ଜୀବନ ପ୍ରତି କାହିଁକି ଆକର୍ଷିତ ହୁଅନ୍ତି, କାହିଁକି ତାଙ୍କର ଦାସତ୍ୱ ସ୍ୱୀକାର କରନ୍ତି, ତାର ମଧ୍ୟ ତିନୋଟି କାରଣ ମା କହିଲେ। ପ୍ରଥମଟା ହେଉଛି ଦି ସ୍ପିରିଟ୍ ଅଫ୍ ପୋଜେସନ୍, ଆଟାଚମେଣ୍ଟ ଟୁ ପାୱାର ଆଣ୍ଡ ଡୋମିନେସନ୍। ପୋଜେସନ୍ ମାନେ ଅଧିକାର ବୋଧ, ପୁରୁଷ ସୁଲଭ ଗୁଣ ଗୋଟେ ଏଇଟା, ଯେ ପୋଜେସ୍ କରିବା। ପୁରୁଷ ଭାବେ ନାରୀ ହେଉଛି ତାର ଗୋଟେ ସମ୍ପତ୍ତି, ତାକୁ ସେ ପୋଜେସ୍ କରୁଛି, ଅଧିକାର କରୁଛି। ଆଉ ଯେଉଁ ପାୱାର ଦେଖେଇବାର ଯେଉଁ ଅଭ୍ୟାସ, କ୍ଷମତାକୁ ଜାହିର କରିବାର ଯେଉଁ ଅଭ୍ୟାସ, ତା ପ୍ରତି ଗୋଟେ ଆକର୍ଷଣ। ତିନିଟା ଥିଲେ ସିନା ପାୱାର ଦେଖେଇ ପାରିବ। ଆଉ ଡୋମିନେଟ୍ କରିବ, କାରଣ ସ୍ତ୍ରୀ ବିଚାରୀ ସେ ମନ ଇଚ୍ଛା କୁଆଡ଼େ ଯାଇପାରିବନି, ସବୁବେଳେ ତାର ସାହାଯ୍ୟ ଲୋଡ଼ିବ, ତେଣୁ ତାକୁ ଡୋମିନେଟ୍ କରି ରଖିବ। ଆଜିକାଲି ଅବଶ୍ୟ ପରିସ୍ଥିତି ବଦଳିଗଲାଣି, ବେଶୀ ନ କହିବାଟା ଓଲଟା ମଧ୍ୟ ହେଇଗଲାଣି। କିନ୍ତୁ ଯାହା ହଉ, ଏଇଟା ଗୋଟେ ଆମର ଟ୍ରାଡିସନାଲ କନସେପ୍ଟ ଯେ ୱିମେନ୍ ଆର୍ ଡିପେଣ୍ଡେଣ୍ଟ, ମେନ୍ ଆର୍ ଇଣ୍ଡିପେଣ୍ଡେଣ୍ଟ। ତେଣୁ ପୁରୁଷ ଯେଉଁ ନିଜର ସ୍ୱତନ୍ତ୍ରତା ଜାହିର କରେ ଏବଂ ନାରୀମାନଙ୍କ ଉପରେ ଡୋମିନେନ୍ସ ବା ପ୍ରଭାବ ବିସ୍ତାର କରିବାର ଯେଉଁ ଅଭ୍ୟାସ ରଖିଥାଏ, ଏଇଟା ତାକୁ ଦାମ୍ପତ୍ୟ ଜୀବନର ଦାସ କରି ରଖେ। ଏହି ସବୁ ଦାସତ୍ୱରୁ ମୁକ୍ତ ହେଲେ ଆମେ ପାରିବାରିକ ଜୀବନରେ ବା ସାଂସାରିକ ଜୀବନରେ ନିରାସକ୍ତ ରହିପାରିବା, ବ୍ରହ୍ମଚର୍ଯ୍ୟ ଅବଲମ୍ବନ କରିପାରିବା। ଏବଂ ଏ ବ୍ରହ୍ମଚର୍ଯ୍ୟ ସମ୍ପର୍କରେ ପୂଜ୍ୟ ବାବାଜୀ ଯାହା କହିଛନ୍ତି, ପୂଜ୍ୟ ବାବାଜୀ ମହାରାଜ, ତାଙ୍କଠାରୁ ବୋଧେ ବେଟର
କେହି କହିପାରିବେ ନାହିଁ ମା ଶିବଙ୍କ ବ୍ୟତୀତ। ଏବଂ ସେଇଟା ମୁଁ ଆପଣମାନଙ୍କୁ କିଛି ପଢିକିରି ଶୁଣାଇବାକୁ ଚାହୁଁଛି। ପୂଜ୍ୟ ବାବାଜୀ ଯାହା ବି କହିଛନ୍ତି ଆମେ ସମସ୍ତେ ଜାଣୁ। ସେ ଯାହା ବି କହିଛନ୍ତି, ଯେତିକି ତାଙ୍କର ଲୋକ ସାହିତ୍ୟ ଅଛି, ତାର ପ୍ରତ୍ୟେକଟି ଧାଡି ତାଙ୍କର ଅନୁଭବ ସିଦ୍ଧ ସତ୍ୟ। କୌଣସି କଥା ମନ ଗଢା କହିନାହାନ୍ତି, ବହି ପଢିକିରି କହିନାହାନ୍ତି। ବାବାଜୀ କହିଛନ୍ତି ବ୍ରହ୍ମଚର୍ଯ୍ୟ ଜୀବନର ଅମୂଲ୍ୟ ସମ୍ପଦ, ଅତୁଳନୀୟ ଶକ୍ତି, ଆଧ୍ୟାତ୍ମ, ଅତିମାନସ ଓ ରୂପାନ୍ତର ଯୋଗର ସିଦ୍ଧି ତଥା କ୍ରମ ବିକାଶ, ଲକ୍ଷ୍ୟ ପ୍ରାପ୍ତିର ଆଧାର, ସୁସ୍ଥ ସବଳ ଶରୀରର ମୂଳ ଭିତ୍ତି। ବହୁତ ସୁନ୍ଦର ଭାବରେ ବୁଝି ହେଉଛି। ଆଧ୍ୟାତ୍ମ ଜୀବନ ଆଉ ରୂପାନ୍ତର ଯୋଗର ମୂଳ ଭିତ୍ତି ବୋଲି କହୁଛନ୍ତି। ମାନେ ବ୍ରହ୍ମଚର୍ଯ୍ୟ ବିନା ଆଧ୍ୟାତ୍ମ ସାଧନା ଆଉ ରୂପାନ୍ତର ଯୋଗର ସିଦ୍ଧି ଅସମ୍ଭବ। ବ୍ରହ୍ମଚର୍ଯ୍ୟ ପାଳନରେ ବ୍ୟକ୍ତି ମୁନି ଦୁର୍ଲଭ ପରମ ପଦ ପାଇପାରେ, ମନ ପ୍ରାଣ ଶରୀରକୁ ଦିବ୍ୟ ତତ୍ତ୍ୱରେ ରୂପାନ୍ତରିତ କରିପାରେ, ସଚିତ୍ ପରମାନନ୍ଦକୁ ପରମାତ୍ମାକୁ ମନ ପ୍ରାଣ ଶରୀରରେ ଅଭିବ୍ୟକ୍ତ କରିପାରେ, ରୋଗ ଜରା ବ୍ୟାଧି ମୃତ୍ୟୁରୁ ମୁକ୍ତ ହୋଇ ଭଗବାନଙ୍କ ସହିତ ପୂର୍ଣ୍ଣ ଏକତ୍ୱ ସ୍ଥାପନ କରି ଭାଗବତୀ ଶକ୍ତି ଦ୍ୱାରା ପରିଚାଳିତ ହୋଇପାରେ। ଏହା ହିଁ ଜୀବନର ଲକ୍ଷ୍ୟ ଓ କ୍ରମ ବିକାଶର ଉଦ୍ଦେଶ୍ୟ। ଜୀବନର ଲକ୍ଷ୍ୟ କଣ ବାବାଜୀ ବତେଇଦେଲେ, ଏବଂ ସେ ଜୀବନର ଲକ୍ଷ୍ୟ ପ୍ରାପ୍ତି ପାଇଁ ବ୍ରହ୍ମଚର୍ଯ୍ୟ ପାଳନ କେମିତି ଅନିବାର୍ଯ୍ୟ ତାହା ମଧ୍ୟ ବତେଇଦେଲେ। ତାହେଲେ ପ୍ରଶ୍ନ ଉଠିପାରେ, ତାହେଲେ କଣ ଜୀବନରେ କେହି ବିବାହ କରିବେ ନାହିଁ, ସମସ୍ତେ ଅବିବାହିତ ରହିବେ? ବାବାଜୀ ସେ କଥା ମଧ୍ୟ କହୁନାହାନ୍ତି। ବାବାଜୀ ତ ଗାର୍ହସ୍ଥ ଧର୍ମ ବୋଲି ଗୋଟେ ବହି ଲେଖିଛନ୍ତି। ସମସ୍ତେ ବ୍ରହ୍ମଚାରୀ ବିବାହ ନ କଲେ ଗୃହସ୍ଥ କିଏ ହେବେ? କାହା ପାଇଁ ଲେଖିଛନ୍ତି ବାବାଜୀ? ବିବାହ କରିବେ। ପୁନର୍ବାର ସେଇ କଥା, ଜଣେ ସବୁ କର୍ମ ନିରାସକ୍ତ ଭାବ ସହିତ କରିପାରେ। ଯଦି ନିରାସକ୍ତ ଭାବ ସହିତ କରୁଛି, ନିଷ୍କାମ କର୍ମ କରୁଛି, ସେଥିରେ ସେ ଆସକ୍ତ ହବ ନାହିଁ, କର୍ମ ବନ୍ଧନରେ ବାନ୍ଧି ହବ ନାହିଁ। ଯିଏ ଅନାସକ୍ତ ଭାବରେ କର୍ମ କରୁଛି ସେ ଅକର୍ମା, ସେ କର୍ମ ଫଳ ଭୋଗିବ ନାହିଁ। କର୍ମ କରୁଥିଲେ ତ ଭୋଗିବ, ସେ କର୍ମ ଭଗବାନ କରୁଛନ୍ତି, ସିଏ ଭୋଗିବେ। କିନ୍ତୁ ଯିଏ ଆସକ୍ତ ଭାବରେ କର୍ମ କରୁଛି, ଯେତେ ବଡ଼ ସାଧୁ ମୁନି ବାହାରକୁ ଦେଖାଉଥିବା ତପସ୍ୱୀ ଗୈରିକ ବସନଧାରୀ ହେଇଥିଲେ ମଧ୍ୟ ସେ ଘୋର ସଂସାରୀ। ତେଣୁ କିଏ ସଂସାରୀ କିଏ ବ୍ରହ୍ମଚାରୀ ତାର ଚିହ୍ନ ବାହ୍ୟ ଶୃଙ୍ଖଳା ନୁହେଁ କି ବେଶଭୂଷା ନୁହେଁ, ତାର ଚିହ୍ନ ହଉଛି ଭିତରର ଅବସ୍ଥା। ଯେ ନିରାସକ୍ତ ସେ ସନ୍ନ୍ୟାସୀ, ସେ ବ୍ରହ୍ମଚାରୀ। ଯେ ଆସକ୍ତ ସେ ସାଂସାରିକ ବ୍ୟକ୍ତି, ସାଧାରଣ ବ୍ୟକ୍ତି। ବାବୁଜୀ କହୁଛନ୍ତି ବ୍ରହ୍ମଚର୍ଯ୍ୟ ସବୁ ପ୍ରକାର ବ୍ରତ ଉପବାସ ନିୟମ ତପସ୍ୟା ଠାରୁ ବହୁତ ଊର୍ଦ୍ଧ୍ୱରେ, ମାନେ ବାକି ସବୁ ତାର ତଳେ। ସଂସାରର ସମସ୍ତ ଉତ୍ତମ ପ୍ରଶଂସନୀୟ କର୍ମ, ଆଧ୍ୟାତ୍ମ ମାର୍ଗର ସମସ୍ତ ପ୍ରକାର ମହାନ ତପସ୍ୟା, ସଂଯମ ନିୟମ ସହିତ ବ୍ରହ୍ମଚର୍ଯ୍ୟକୁ ଓଜନ କଲେ ବ୍ରହ୍ମଚର୍ଯ୍ୟର ପାଖଟି ତଳକୁ ରହିବ। ତାମାନେ ବ୍ରହ୍ମଚର୍ଯ୍ୟର ସେ ପରଡ଼ାଟା ଭାରି ହେଇଯିବ। ବାକି ସବୁ ମିଶିଲେ ଯେତିକି ହବ, ବ୍ରହ୍ମଚର୍ଯ୍ୟ ଏକୁଟିଆ ତାଠୁ ବେଶୀ ଓଜନ। ଏବଂ ଆଧ୍ୟାତ୍ମ ଜୀବନର ପ୍ରାଣ ହେଉଛି ବ୍ରହ୍ମଚର୍ଯ୍ୟ ବୋଲି ବାବାଜୀ କହୁଛନ୍ତି। ଯେମିତି ପ୍ରାଣ ବିନା ଶରୀର ନିଷ୍ପ୍ରାଣ ହେଇଯାଏ, ଶବ ହେଇଯାଏ, ସେମିତି ବ୍ରହ୍ମଚର୍ଯ୍ୟ ବିନା ଆଧ୍ୟାତ୍ମ ସାଧନା ଦୁର୍ବଳ ହେଇଯାଏ। ଏବଂ ଜୀବନର ପୂର୍ଣ୍ଣତା ପ୍ରାପ୍ତିର ଆଧାର ହେଉଛି ବ୍ରହ୍ମଚର୍ଯ୍ୟ ବୋଲି ବାବାଜୀ କହୁଛନ୍ତି। ଯଦି ଆମେ ପ୍ରକୃତରେ ଜୀବନରେ ପୂର୍ଣ୍ଣତା ପ୍ରାପ୍ତ କରିବାକୁ ଚାହୁଁ, ମାନେ ଜୀବନର ସାର୍ଥକତା, ଯଦି ଆମ ମନରେ ପ୍ରଶ୍ନ ଉଠୁଛି କେବେ କେବେ ଯେ ମୁଁ ଏତେ ସବୁ କାର୍ଯ୍ୟ କଲି, ପାଠ ପଢିଲି, ଚାକିରି କଲି, କିମ୍ବା କୌଣସି ବୃତ୍ତି ବ୍ୟବସାୟ କଲି, ଧନ ସମ୍ପତ୍ତି ଅର୍ଜନ କଲି, ପରିବାର କଲି, ଜୀବନର ଲକ୍ଷ୍ୟ ପ୍ରାପ୍ତି ହେଲା କି ନା କିଛି ବାକି ରହିଗଲା? ପ୍ରକୃତରେ କଣ ହେବା କଥା?
କ'ଣ କଲେ ମୋର ଜୀବନର ପୂର୍ଣ୍ଣତା ପ୍ରାପ୍ତ ହେଲା ବୋଲି ମୁଁ ବୁଝିବି, ଏଇ ସନ୍ଧାନ ଯିଏ କରୁଛନ୍ତି ସେ ପ୍ରକୃତରେ ଆଧ୍ୟାତ୍ମ ସନ୍ଧାନୀ, ସିଏ ସାଧକ। ଏବଂ ତାଙ୍କୁ ତାଙ୍କର ମାର୍ଗଦର୍ଶନ ସେତେବେଳେ ମିଳିବ ଯେତେବେଳେ ବ୍ରହ୍ମଚର୍ଯ୍ୟକୁ ସେ ନିଜ ସାଧନାରେ ଅନ୍ତର୍ଭୁକ୍ତ କରିବ। ତାପରେ ବାବୁଜୀ କହୁଛନ୍ତି ବ୍ୟକ୍ତିର ବ୍ରହ୍ମଚର୍ଯ୍ୟ ନଷ୍ଟ ହେଲେ ତାହାର ମନ ବୁଦ୍ଧି ମୋହ ଅଜ୍ଞାନରେ ଆବୃତ ହୁଏ। ଆଜିକାଲି ଯୁଗରେ ପ୍ରଲୋଭନର ପରିମାଣ ଏତେ ବ୍ୟାପକ ହେଇଗଲାଣି ଯେ ଆମର କୋମଳମତୀ ଶିଶୁମାନଙ୍କୁ, ତରୁଣ ତରୁଣୀମାନଙ୍କୁ, ଛାତ୍ରଛାତ୍ରୀମାନଙ୍କୁ, ହାଇସ୍କୁଲ ଏବଂ କଲେଜରେ ପଢୁଥିବା ବାଳିକ ବାଳିକାମାନଙ୍କୁ ଏହି ଶିକ୍ଷା ଦେବାଟା ମୁସ୍କିଲ। ତାହାର ମହତ୍ଵ ସେମାନେ ବୁଝିପାରିବେ ନାହିଁ, କାରଣ ପ୍ରଲୋଭନ ଆକର୍ଷଣ ଏତେ ମାତ୍ରାଧିକ ହେଇଗଲାଣି, ଶକ୍ତିଶାଳୀ ହେଇଗଲାଣି। ଯେମିତି ଜଣେ ନିଶାସକ୍ତ ସବୁବେଳେ ଜଣେ ନିଶାଗ୍ରସ୍ତ ହେଇକି ରହୁଥିବ, ତାକୁ ମଦ ବିରୁଦ୍ଧରେ କହିଲେ ସେ କ'ଣ ବୁଝିବ? କାରଣ ବିନା ନିଶାରେ ରହିବାଟା କ'ଣ ସେ ତ ଅନୁଭବ କରି ନାହିଁ। କେତେବେଳେ ସବୁବେଳେ ନିଶାଗ୍ରସ୍ତ ଅବସ୍ଥାରେ ରହୁଛି। ଆଜିକାଲି ଯୁବକ ଯୁବତୀମାନଙ୍କ ଅବସ୍ଥା ସେ କେବଳ ଭଗବାନଙ୍କୁ ପ୍ରାର୍ଥନା କରିବା, ମାଙ୍କୁ ପ୍ରାର୍ଥନା କରିବା ଛଡା ବୋଧେ କିଛି ଉପାୟ ନାହିଁ ଆମ ହାତରେ। ସେ ଯାହା ହଉ ବାବୁଜୀ କହୁଛନ୍ତି ଯେଉଁ ବ୍ୟକ୍ତି ବ୍ରହ୍ମଚର୍ଯ୍ୟ ନଷ୍ଟ କରେ ସେ ବିବେକ ଶୂନ୍ୟ, ଅସ୍ଥିର, ମଳିନ, ଅଶୁଦ୍ଧ, ସ୍ୱାର୍ଥପରାୟଣ ଏବଂ ଚଞ୍ଚଳ ମନା ହେଇଯାଏ। ସେଥିରେ ଆସେ ଦୂଷିତ ଚିନ୍ତା, ହତାଶା, ନିରାଶା, ଅସ୍ଥିରତା, କର୍ମବିମୁଖତା ଓ ଭୟ। ଆଜିକାଲି ଆପଣମାନେ ଶୁଣୁଥିବେ, ପ୍ରତିଦିନ ଖବରକାଗଜରେ ଆସୁଛି, ନ୍ୟୁଜରେ ଆମେ ଦେଖୁଛନ୍ତି, କୋମଳମତୀ ଛାତ୍ରଛାତ୍ରୀମାନେ ସାମାନ୍ୟ ଘଟଣାରେ କିଏ ସୁଇସାଇଡ କରିଦଉଛି, କିଏ କାହାକୁ ମାରିଦଉଛି। ମାନେ ଗୋଟେ ଭୟଙ୍କର ପରିସ୍ଥିତି ହେଇଗଲାଣି, କେହି ଆଉ ବୁଝିବା ଅବସ୍ଥାରେ ନାହାନ୍ତି। ଏଇ ପରାମର୍ଶ, ସତ୍ ଚିନ୍ତା, ସତ୍ ବିଚାର ତାଙ୍କୁ ତାଙ୍କ ପାଖରେ ଉପସ୍ଥିତ କଲେ ମଧ୍ୟ ସେଟା ମୂଲ୍ୟହୀନ। କାରଣ ତାଙ୍କ ପାଖରେ ଯେଉଁ ପ୍ରଲୋଭନଟା ଅଛି, ଯେଉଁ ଇମିଡିଏଟ୍ ପ୍ଲେଜର, ସୋର୍ସ ଅଫ୍ ଇମିଡିଏଟ୍ ପ୍ଲେଜର, ତାର ଆସକ୍ତିରୁ ସେମାନେ ମୁକ୍ତ ହେଇପାରୁନାହାନ୍ତି। ଆମ ଭଳି ବୟୋଜ୍ୟେଷ୍ଠ ମାନେ ମଧ୍ୟ ସେଥିରୁ ମୁକ୍ତ ନୁହନ୍ତି। ଏବଂ ଛୋଟ ଛୋଟ ବାଳକ ବାଳିକାମାନଙ୍କ କଥା କ'ଣ କହିବା? ବାବୁଜୀ କହୁଛନ୍ତି ବ୍ରହ୍ମଚର୍ଯ୍ୟ ପାଳନ ଓ ଆତ୍ମବିକାଶ ବିନା ବ୍ୟକ୍ତି ବ୍ୟାୟାମ ଦ୍ୱାରା ଶାରୀରିକ ବଳ ପ୍ରାପ୍ତ ହେଲେ ମଧ୍ୟ ତାହା ଅହିତ କାର୍ଯ୍ୟରେ ପ୍ରୟୋଗ କରେ। ସେ ଅଧିକ ନୃଶଂସ, ଗୁଣ୍ଡା, ଡାକୁ ଓ ଚୋର ହୁଏ। ଆଜିକାଲି ପିଲାମାନେ ବ୍ୟାୟାମ ଦ୍ୱାରା ସେ ଜିମ୍ ଇତ୍ୟାଦିକୁ ଯାଇକରି ଶାରୀରିକ ଶକ୍ତି ବୃଦ୍ଧି କରୁଛନ୍ତି, ଶାରୀରିକ ଶକ୍ତି ବୃଦ୍ଧି କରୁଛନ୍ତି। କିନ୍ତୁ ସେ ଶାରୀରିକ ଶକ୍ତିକୁ ଯେଉଁ କଣ୍ଟ୍ରୋଲ ୱେରେ ବ୍ୟବହାର କରିବ କିଏ? ମନ ବୁଦ୍ଧି ସେଟା ଶୁଦ୍ଧ ହେଇଥିଲେ ତ। ଯେଉଁ ବୁଦ୍ଧି ଦୂଷିତ ପ୍ରାଣ ଦ୍ୱାରା ଅଶୁଦ୍ଧ ହେଇଛି, ସେ ବୁଦ୍ଧି କ'ଣ କରିବ? ଶରୀରକୁ ସୁଖ ଭୋଗର କାର୍ଯ୍ୟ ଲଗେଇବ, ଶରୀରକୁ ଭୁଲ ମାର୍ଗରେ ପରିଚାଳିତ କରିବ, ଯାହା ଘଟୁଛି। ତେଣୁ ପ୍ରଥମ ଆବଶ୍ୟକତା ହେଉଛି ମନ ବୁଦ୍ଧିକୁ ଶୁଦ୍ଧ କରିବା, ଚେତନାକୁ ଶୁଦ୍ଧ କରିବା। ଆମର ଚେତନାର ଯେଉଁ 3ଟି ସ୍ତର, ଶରୀର, ପ୍ରାଣ, ମନ, ଏଥିରେ ସବୁଠୁ ବିଶୃଙ୍ଖଳିତ, ସବୁଠୁ ଉଦ୍ଦାମ, ସରଳ ଭାଷାରେ କହିଲେ ସବୁଠୁ ବଦମାସ, କିନ୍ତୁ ସବୁଠୁ ଶକ୍ତିଶାଳୀ କିଏ କୁହନ୍ତୁ ତ? ପ୍ରାଣ। यार शक्ति बहुत किंतु बदमाशी गुण भी अच्छी। बदमाशी माने कौन? निम्न अवस्था विचारा निम्न अवस्था छोट पिला बुझी ना जिते बुझीज से सब बड़ सहायक हम आम आध्यात्म साधना। तेणु शुद्ध कर शुद्ध कर उपाय हूँ निरंतर
माने रेगुलर कन्स्टांट एक्सपोजर टू गुड भाइब्रेशंस आम जोटा बर्तमान करूँ सत्संग एवं ये बही सब पढ़ा द्वारा सद व्यक्ति महान व्यक्ति मान सानिध्य आसवा द्वारा तांकर प्रभाव रे आमर चेतना परिमार्जित एवं बाबाजी कहते क्रम विवर्तन निर्भर करे ब्रह्मचर्य पालन उपरे तार बेस्ट एग्जांपल होचंती हनुमान जी तांग विषय पर कहबी देखो विवर्तन निर्भर करुच्ची ब्रह्मचर्य उपरे कहते माने जी ब्रह्मचर्य अवलंबन करुच्ची से इभल्व कर आकु पड़े मनीष सोपान उत्तर आकु पड़े एवं पूर्वर मध्य इतर प्राणी माने जो माने कॉन्शियसली और अनकॉन्शियसली ब्रह्मचर्य अभ्यास कर किसी प्रमाण से विवर्तित होती एवं आमे मध्य से बाट देकर आस आम भितर से पशुत्व अच्छी माँ तो कहते जे केवल मनटी अच्छी बोली आम मनुष्य अदरवाइज इन ऑल अदर एस्पेक्ट्स वी आर एनिमल्स तेणु लोके जो कहती जो जुक्ति करती ये गोटे नेचुरल इनस्टिंक्ट ये गोटे प्राकृतिक जिनस भगवान मनुष्य को देते वाई सप्रेस इट ये जुक्ति शुणी आप विभिन्न समय नेचुरल लाइफ इज बेस्ट लाइफ नेचुरल को सप्रेस करवाटा हूँ गोइंग अगेंस्ट नेचर प्रकृतिर विरुद्धाचरण करवा जहाँकि भल हम ना एवं से उदाहरण दिखती कठोर हठयोगर साधना जो मैंने करुले से विभिन्न प्रकार रोगाग्रस्त होकर मृत्युवरण कर कथा हूँ से हठयोगर जड़े अभ्यास करुव अहिंसा सत्य अस्थिर अपरिग्रह ब्रह्मचर्य संचत संतोष शौच तप स्वाध्याय ईश्वर प्रणिधान जम नियम आसन प्राणायाम जदि एटा करुच्ची केवल जोर जबरदस्ती रूटीन हिसाब से किंतु मनोभाव समर्थन से नहीं जीवन लक्ष्य को से फिक्स करी नहीं जोर जबरदस्ती संयम करदे ब्रह्मचर्य साधना हुए तेणु संयम ब्रह्मचर्य प्रकृति आरंभ हुए मनरू बाह्य श्रृंखला तापर आसे तेणु पूज्य बाबाजी कहले जे जीवन रे लक्ष्यटा प्रथमे प्रतिष्ठित हवा दरकार जे जीवन रे लक्ष्य को फिक्स करी नहीं से ब्रह्मचारी ही पारे एवं लक्ष्य कौन सत्यर संधान ब्रह्मत्वर उपलब्धि जीवन रो लक्ष्य जार फिक्स हो से बुझीज जे छोट छोट प्लेजर पछरे दौड़ार नहीं छोट छुआ मान एवं चॉकलेट खावाटा भल लगुच केते दिन भल लगे कहतु आपण मन चॉकलेट देले खुशी हेबे कि आपण कारण आपण माने अतिक्रम कर गले से अवस्था आमको से भली ए सांसारिक मोहर आकर्षण जीवन रे छोट छोट सुखर आकर्षण उत्तीर्ण हो जाए अतिक्रम कर जिते अतिक्रम कर ये ब्रह्मचर्यर श्रृंखला आमको बुझे पड़े आम जानवा दरकार जे जीवन लक्ष्य सुख प्राप्ति नुहे यहाँ बुझेबाटा प्रकृति बहुत मुस्किल आम कौन करूँ जहाँ जीवन में करूँ अल्टीमेटली कौन लक्ष्य कौन प्लेजर सुख प्राप्ति माँ कहते इट इज लाइक पुटिंग द कार्ट बिफोर द हॉर्स माने घोड़ा घोड़ा पछरे गाड़ी रहिबो ना गाड़ी पछरे घोड़ा रहिबो गाड़ीटा पछरे रहिबो घोड़ा आगे रहले से टाणिबो आम तो उल्टा करदबा आम जो जीवन में सुख प्राप्ति को लक्ष्य रखी से ठीक से माने उल्टा कथा आम कर प्रकृत कथा कौन जीवन लक्ष्य हूँ सत्यर संधान जदि आम से प्लेजर विल बी इट्स नेचुरल कॉन्सिक्वेंस माने प्लेजर टा फॉलो करिवो प्लेजर टा हूँ से गाड़ी आ क्वेस्ट फॉर ट्रूथ हूँ घोड़ा सी आगे रही प्लेजर आपे ताको फॉलो कर कि आम कौन करूँ प्लेजर टाक आगे रखी दूँ आ पछरे दौड़ा चेष्टा कर यहीटा जे पर्यंत चली से पर्यंत ब्रह्मचारी हो पार तेणु माँ कहते आश्रम रे कौन सी प्रकार
भोगभित्तिक प्रक्रिया को प्रश्रय दिया जाए ना से भितर ये दाम्पत्य संपर्क गोटे छोटिया जिनिस कौन सी प्रकार भोगभित्तिक जीवन जो प्लेजर पछरे मनीष दौड़ से भली कौन सी कार्य को आश्रम प्रश्रय दिया जाए नहीं एथिपाई जे सेटा यदि करूथबो ताहले से सत्यर संधानी हला कि से तो सत्यर संधानी नहीं से भोगर संधानी हो गला तेणु तापरे पूज्य बाबाजी आपण मान को मोर अनुरोध ये पुस्तकटा पढ़ी थे आपण माने बारंबार पढ़िबार दरकार पूर्णांग जीवन रे शरीर चर्चा ब्रह्मचर्य संपर्क रे बहुत कथा लिखिछंती एवं हमर छात्र छात्री माने कोमलपति बालक बालिका माने मध्य एटा पढ़िबा दरकार किपरि ब्रह्मचर्य पालन करा जिवो विभिन्न अभ्यास गुडी से बतैछंती दुर्जन संगे कले बास घटिब जान सर्वनाश कथा कहिछंती निशा द्रव्य ठारू दूर रहिबा पई कहिछंती साधारण जीवन रे डेली लाइफ रे गोटे रूटीन गोटे श्रृंखला अवलंबन करिया कहिछंती खाइबा विषय बाबूजी कहते जहाँ प्रभु श्रीरंद कही मॉडरेट अल्प खाइब बेसी खाइले जड़े ब्रह्मचारी हो पार नहीं कहते कारण बेसी खाइबा द्वारा प्राण विशृंखलित हुए एवं प्राण विशृंखलित हेले से बुद्धि को विपर्यस्त कर खाद्य संपर्क में मोर गोटे छोटिया अनुभूति मुझे कहूँ जिते प्रथम करी जॉइन करी ओडिशा गवर्नमेंट सर्विस रे फुलवाणी रे मु नियमित पाठचक्र को जाऊँ पाठचक्र जोड़ी अच्छी स्कूल मध्य सेठी तार ठीक सामना रे सत्य साई स्कूल थी तांकर कांथर लिखा है गोटे कथा जोटा कि बहुत वर्ष लगे बुझा लिखा है जेपरी खाद्य सेपरी मन जेपरी मन सेपरी चिंता जेपरी चिंता सेपरी कार्य जेपरी मन सेपरी चिंता एटा तो बुझी हो जेपरी चिंता सेपरी कार्य भी बुझी होची किंतु जेपरी खाद्य सेपरी मन एटा मु बुझी पारु कहले मन सहित खाद्य संपर्क कोन हमर मन रे केमती केमती चिंता उदय हेबो विचार उदय सेटा खाद्य पर निर्भर करूची एटा मु बिल्कुल बिल्कुल ग्रहण कर पार नथली मत एटा गोटे बुद्धफट कथा बोली मन होतला जे पर्यंत मु निजे अनुभव न कली एवं भगवान कृपार मु अनुभव कली जदि बहुत वर्ष लगिला तथापि बेटर लेट देन नेवर आमे जदि खाद्य बदली दबा हमर विचार बदली आम मन को जो बड़ी चिंता आसुची अलग प्रकार चिंता आस आमे एक्सपेरिमेंट कर देखि पारि किछि दिन फलाहार कर देखा जाऊ गोटे सप्ताह खंडे मरी जावा नहीं निश्चय बर हल्का अनुभव करिबा आ गोटे सप्ताह भयंकर तेल मसला देकरी माछ मांस इत्यादि जो खाऊछंती खांतु आ कंपेयर करंतु द डिफरेंस प्रकृत रे खाद्य प्राण हुए प्राण रो मन एटा मो मां प्रभुकर बही पढ़ी बुझली जे प्राण भाइटल is influenced by the food, the quality of food we take in. और से भाइटल टा प्रभावित करुची मन तेणु से जो कहते सात्विक खाद्य ग्रहण करवा एवं खाद्य जो मिताहार कथा बहुत गुरुत्वपूर्ण एवं जदि आमे चाहिए प्रकृति जीवन को श्रृंखलित करने संयम आवश्यक जदि आमे पालन करवा हमर परिवार रे शिशु माने तरुण तरुणी युवक युवती माने प्रभावित तेणु ये वयस्क मानकर दायित्व बहुत बेसी आ विशेष किसी कहबा नहीं समय नहीं रमेश भाई अच्छा सुजोग देथिबार पुणी थे भाई को एवं समस्त को धन्यवाद जनाए मां पाखे विनम्र कृतज्ञता निवेदन कर वक्तव्य शेष करुच्ची वंदे मातरम। बहुत बहुत धन्यवाद भाई समय स्वल्प दृष्टि भाई को इशारा दिगला तो गोटे बड़ कथा होची जड़े को मार्ग को ग्रहण कले ता जीवन सार्थक लाभ करिवो
ତାର ସୂତ୍ରଟା ଆମ ଭିତରେ ଅଛି। କସ୍ତୁରୀ ମୃଗ ଯେମିତି ତା ଭିତରେ କସ୍ତୁରୀକୁ ବହନ କରିକି ଚାଲୁଥାଏ, ବାସନାଟା ହଉଥାଏ, ଚାରିଆଡେ ଖୋଜି ବୁଲେ, କିନ୍ତୁ ତା ଭିତରେ ଯେ ଅମୂଲ୍ୟ ସମ୍ପଦଟା ଅଛି ସେ ସେଟା ଜାଣିପାରେ ନା। ସେମିତି ଆମ ଭିତରେ ଯୋଉ ଦିବ୍ୟତାର ପ୍ରଭାବଟି ଅଛି, ଆମେ ଯଦି ତାକୁ ଅନୁସରଣ କରି ଚାଲିପାରିବା ତାହେଲେ ଆମର ଏଇ ଜୀବନ ନିଶ୍ଚିତ ପୂର୍ଣ୍ଣତା ଲାଭ କରିପାରିବ। ମନର ବିଧାନକୁ ଅନୁସରଣ କରିବା ହଉଛି ନୈତିକତା, ଆତ୍ମାର ବିଧାନକୁ ଅନୁସରଣ କରିବା ହଉଛି ଆଧ୍ୟାତ୍ମିକତା। ତେଣୁ ଶ୍ରୀ ଅରବିନ୍ଦ ଯେତେବେଳେ ଦେଖିଲେ ଜଣେ ନାଗା ସନ୍ନ୍ୟାସୀ ତାଙ୍କ ଭାଇଙ୍କର ଏକ ଚମତ୍କାର ଭାବରେ ରିକଭର କରିପାରିଲେ, ତାପରେ ପଚାରିଲେ ଆପଣ କଣ କଲେ ଯେ ମୋ ଭାଇ ୱିଦିନ୍ 1 ଡେ ପୁରା ଠିକ ହେଇଗଲେ? ଏଇଟା ହଉଛି ଯୋଗର କଥା। ଯୋଗରେ ଏମିତି ସମ୍ଭବ ହେଇପାରେ? କାରଣ ପାହାଡିଆ ଜଣେ ଯାହା କହୁଛି ମରି ଯାଉଛନ୍ତି, କିନ୍ତୁ ତାଙ୍କ ଭାଇ ବଞ୍ଚି ଯାଇଛନ୍ତି। ଖାଲି ତ ବଞ୍ଚି ନାହାନ୍ତି, ପୁରା ସୁସ୍ଥ ହେଇଛନ୍ତି। ତେଣୁ ଯୋଗ କରିବା ଦରକାର। ଯୋଗ କରିବା ପାଇଁ ଜଣେ ଗୁରୁ ଦରକାର। ତେଣୁ ଗୁରୁ ମିଳିବେ କୋଉଠୁ? ତାଙ୍କ ସାନ ଭାଇ ବାରିକ ସନ୍ଧାନ କରିଦେଲେ, ବିଷ୍ଣୁ ଭାସ୍କର ଲେଲେ ତାଙ୍କର ଗୁରୁ ହେଲେ। ଦୁଇଟି କଥା କହିଥିଲେ, ମନକୁ ନିରବ କରିବ, ଅନ୍ତର ପ୍ରେରଣା ଦ୍ୱାରା ପରିଚାଳିତ ହବ ପାରିବ। ଏକ ତମ ଭିତରେ ଅନ୍ତରସତ୍ତାଙ୍କ ପାଖରେ ପୂର୍ଣ୍ଣ ନିବେଦିତ ହବ ପାରିବ। ସେ କହିଲେ ହଁ। ଏ ଦିଟା କଥାକୁ ଶ୍ରୀରାମଙ୍କ ଭିତରେ ଏତେ ନିଷ୍ଠା, ଏତେ ଆନ୍ତରିକତା ଥିଲା ଯେ ଦିନର ହିସାବ କଲେ 3 ଦିନରେ ସେ ଆଚିଭ କରିଦେଇଛନ୍ତି। ତେଣୁ ସଂକଳ୍ପଟା ହଉଛି ବଡ ଜିନିଷ। ଅନ୍ତର ପ୍ରେରଣା ଦ୍ୱାରା ପରିଚାଳିତ ହବା, ଅନ୍ତରସତ୍ତାକୁ ଜୀବନର ଗାଇଡ ରୂପରେ ମାନିବା, ସିଏ ଆମର ପଥ ନିର୍ଦ୍ଦେଶକ ହେବେ ଏବଂ ପରମ ଚେତନା ଉପରେ ପୂର୍ଣ୍ଣ ନିର୍ଭରଶୀଳ ରହିବା, ଆମ ଭିତରେ ଥିବା ସମସ୍ତ ପ୍ରକାର ଇଗୋଇଜମକୁ ଆବଲିଶ କରିବା, ଇଏ ହଉଛି ସ୍ୱତନ୍ତ୍ର ଜୀବନ। ତେଣୁ ଅନ୍ତରାତ୍ମା ଦ୍ୱାରା ପ୍ରେରିତ ହେଇ ଯଦି ପରିଚାଳିତ ହେଇପାରିବା ତାହେଲେ ଆମେ ନିଶ୍ଚିତ ଏକ ସ୍ୱତନ୍ତ୍ର ଜୀବନ ଲାଭ କରିପାରିବା, ଜୀବନକୁ ସାର୍ଥକ କରିପାରିବା, ଯୋଉଟା ମା ଆମଠୁ ଏକ୍ସପେକ୍ଟ କରୁଛନ୍ତି। ତ କେମିତି ଏ ଅନ୍ତର ପ୍ରେରଣା ଆମେ ଲାଭ କରିପାରିବା, ଜୀବନ ପଥରେ ଆମେ ବା ଯୋଗ ପଥରେ କେମିତି ଅଗ୍ରସର ହେଇପାରିବା ପୂର୍ଣ୍ଣ ଯୋଗରେ, ଆମେ ଶୁଣିବା ରମେଶ ସାଙ୍କ ପାଖରୁ। निरामिकेति वाक्सुधायते हृदन्तरे शिरस्तो पादपीठकां बिभ्रतो सततं परे शरीर तो गिरा हृदा न तोहम् अम्बिका मुदा भजे त्वरा परात्परं त्रैलोकं मातरं मीराम्। କରୁଣାମୟୀ ମା ପରମ ପ୍ରଭୁ ଶ୍ରୀ ଅରବିନ୍ଦ ଆଜି এই ଭବ୍ୟ ଦିବ୍ୟ କାର୍ଯ୍ୟକ୍ରମର ଶେଷ କାର୍ଯ୍ୟକ୍ରମ, ସାନ୍ଧ୍ୟ କାର୍ଯ୍ୟକ୍ରମ, এই କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ଥିବା ସମସ୍ତ ସମ୍ମାନନୀୟ ଭାଇ ଭଉଣୀମାନେ, ସମସ୍ତଙ୍କୁ ଅନ୍ତରର ଗଭୀରତମ ପ୍ରଦେଶରୁ ଶ୍ରଦ୍ଧା, ଶୁଭେଚ୍ଛା, ନମସ୍କାର। ସମସ୍ତଙ୍କ ତରଫରୁ ମାଙ୍କ ପାଦପଦ୍ମରେ କୃତଜ୍ଞତା ନିବେଦନ କରି ଆଜିର ଏହି ପ୍ରସଙ୍ଗ ଉପରେ କିଛି ଆଲୋଚନା କରିବାର ପ୍ରୟାସ କରୁଛି। ଭାଇ ଅପା ମାନେ ଏକ ସୁନ୍ଦର ପ୍ରସଙ୍ଗ ଉପରେ ଚିତ୍ତ ଭାଇ ଆଲୋଚନା ଉପସ୍ଥାପନ କଲେ, ସହଜ ସରଳ ଭାବରେ, କିନ୍ତୁ ସାରଗର୍ଭକ କିଛି କଥା କହିଲେ। ସମୟର ସ୍ୱଳ୍ପତା ଅଛି, ଆମର ବି ବସ୍ କଥା ଯିବାର ଅଛି, ସେଥିପାଇଁ ଆମେ ବି ଆମର ଆଲୋଚନାକୁ ସଂକ୍ଷିପ୍ତ କରିବାର ପ୍ରୟାସ କରୁଛୁ। ଭାଇ ବି କଲେ, ମୋ ପାଇଁ ବି ଅଳ୍ପ ସମୟ ଅଛି। ଏବଂ ଯେଉଁ ପ୍ରସଙ୍ଗଟି ଅଛି, ଯୋଗ ପଥରେ ଯିବାକୁ ହେଲେ ଆନ୍ତର ପ୍ରେରଣା ବା ଅନ୍ତର ଆହ୍ୱାନର ଆବଶ୍ୟକତା ପଡ଼ିଥାଏ। ଏବଂ ଯେଉଁମାନେ ଅନ୍ତରର ଆହ୍ୱାନ ପାଇନଥାନ୍ତି, ଯେଉଁମାନେ ଭଗବାନଙ୍କ କଲ୍ ପାଇନଥାନ୍ତି, ଆହ୍ୱାନ ପାଇନଥାନ୍ତି, ଡାକ ଶୁଣିନଥାନ୍ତି ଅନ୍ତରରୁ, ସେମାନେ ଯୋଗ ପଥରେ ହୁଏତ ଗୋଟେ ହୁଇମରେ ପଳେଇ ଯିବେ। କାହାର କଥା ଶୁଣିକିରି କିଛି ଦିନ ପାଠଚକ୍ର ପଳେଇ ଆସିବେ, କିଛି ଦିନ ସୁନ୍ଦର ଭାବରେ ସବୁ କାର୍ଯ୍ୟକ୍ରମରେ ଯୋଗ ଦେବେ, କିନ୍ତୁ ପରବର୍ତ୍ତୀ ସମୟରେ ସେମାନେ ଦୂରେଇ ଯିବେ। ଏଇଭଳି ଶତ ସହସ୍ର ଦୃଷ୍ଟାନ୍ତ ଅଛି। କିନ୍ତୁ ଯେଉଁମାନଙ୍କ ହୃଦ ଅଭ୍ୟନ୍ତର ଥରେ ଜାଗ୍ରତ ହେଇଛି, ଯେଉଁମାନଙ୍କର ମନ ଗହନରେ ମୋହନ ବଂଶୀ ବାଜିଛି, କୃଷ୍ଣଙ୍କର ବଂଶୀସ୍ୱନ ଯାର ହୃଦୟକୁ ଛୁଇଁଛି, ଚେତନାକୁ ଛୁଇଁଛି, ସେ ଗୋପୀ ଗୋପାଙ୍ଗନା ହେଇପାରନ୍ତି,
ସେ ବୃନ୍ଦାବନ ହେଇପାରେ, ସେ ରାସ ଲୀଳା ହେଇପାରେ, ସେ କୁଞ୍ଜବନ ହେଇପାରେ, କଦମ୍ବ ବୃକ୍ଷ ହେଇପାରେ, ବା ଯମୁନା ନଈର ଜଳ ହେଇପାରେ, ବା ଆଉ ଯାହା କିଛି ହେଇପାରନ୍ତି। ତ ଯେଉଁମାନଙ୍କ ହୃଦୟ ଭିତରେ, ଯେଉଁମାନଙ୍କର ମନ ଚେତନା ଭିତରେ ସେ ବଂଶୀର ସ୍ୱନ ଶୁଭିବ, ତା ମାଧ୍ୟମରେ ଶ୍ରୀକୃଷ୍ଣଙ୍କର ଗୋଟେ କଲ୍ ଯିବ, ଗୋଟେ ଡାକରା ଯିବ, ଗୋଟେ ଆହ୍ୱାନ ଯିବ, ଗୋଟେ ଭାବ ଯିବ, ତାଙ୍କ ହୃଦୟକୁ ସେଟା ଛୁଇଁଯିବ। ସମସ୍ତଙ୍କ ହୃଦୟକୁ ଛୁଏଁ ନାହିଁ। ବଂଶୀ ବାଜୁଥିବ କିନ୍ତୁ ସମସ୍ତ ବ୍ୟକ୍ତିଙ୍କ ହୃଦୟକୁ ସେ ବଂଶୀ ସ୍ୱନ ଯିବ ନାହିଁ। ଯେଉଁମାନେ ସେଥିପାଇଁ ଯୋଗ୍ୟ ଥିବେ ସେଇମାନଙ୍କ ପାଖକୁ କଲ୍ ଯିବ ଏବଂ ସେଇମାନେ ସବୁ କାମ ଛାଡ଼ିକିରି ପଳେଇ ଯିବେ। ଆପଣମାନେ ଜାଣିଛନ୍ତି, ଶୁଣିଛନ୍ତି, ପଢ଼ିଛନ୍ତି, ବିଭିନ୍ନ ସିରିଏଲ ମାନଙ୍କରେ ଦେଖିଛନ୍ତି। ଗୋପାଙ୍ଗନା ମାନେ ତାଙ୍କ ଦହି ମନ୍ଥା କାମ ସେମାନେ ସେଥିରେ ଲାଗି ଯାଇଥିବେ। ସେହି ସମୟରେ ମୋହନ ବଂଶୀ ବାଜିବ କଦମ୍ବ ବୃକ୍ଷ ତଳେ ଏବଂ ସେମାନେ ସମ୍ପୂର୍ଣ୍ଣ ଭାବରେ ନିଜେ ନିଜକୁ ଭୁଲିଯିବେ, ଦହି ମନ୍ଥିବା କାମ ଭୁଲିଯିବେ, ଆଉ ଯାହା ଯାହା କଥା, ଘର ଭୁଲିଯିବେ, ସ୍ୱାମୀ ଭୁଲିଯିବେ, ପିଲାଛୁଆ ଭୁଲିଯିବେ, ସବୁକିଛି ଭୁଲିଯିବେ। ସେ ବଂଶୀର ଯେଉଁ ଆକର୍ଷଣ ଅଛି ତା ଭିତରେ ଶ୍ରୀକୃଷ୍ଣ ବା ଭଗବାନଙ୍କର ଯେଉଁ ଗୋଟେ ଡାକରା ଅଛି, କାରଣ ସେ ଡାକରା ତାଙ୍କ ହୃଦୟ ଅଭ୍ୟନ୍ତର ଭିତରେ ବାଜିଛି, ପଶିଛି, ସେମାନେ ଶୁଣିଛନ୍ତି ଚେତନଶୀଳ ଭାବରେ, ବାହ୍ୟ ଦୃଷ୍ଟିକୋଣରୁ ନୁହେଁ। ଏବଂ ସେମାନେ ନିଶ୍ଚିତ ଭାବରେ ଯିବେ, ସୃଷ୍ଟିର କୌଣସି ଶକ୍ତି ତାଙ୍କୁ ଅଟକେଇ ପାରିବ ନାହିଁ। ତ ଏଇଭଳି ଭାବରେ କଲ୍ ଆସେ। ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ଭିତରକୁ ବି କଲ୍ ଆସୁଥିଲା, ମାଙ୍କ ଭିତରକୁ ବି କଲ୍ ଆସୁଥିଲା। ସେଇ ପ୍ରସଙ୍ଗ ବି ଆଲୋଚନା କରିବା। ଏବଂ ମୁଁ ଶେଷରେ ଯୋଉଟା ଉପସଂହାର କରିଥାନ୍ତି ସାବିତ୍ରୀର କିଛିଟା ଲାଇନରୁ, ମୁଁ ସେଇଟାକୁ ଆରମ୍ଭରୁ ଆଣୁଛି। ଏହି ପ୍ରସଙ୍ଗ ସହିତ ସେଇଟା ଗୋଟେ ଅପ୍ରାସଙ୍ଗିକ ଭଳିଆ ସାଧାରଣ ଦୃଷ୍ଟିରେ ଲାଗିପାରେ। When darkness deepens, strangling the earth's breast, man's corporeal mind is the only hope. ଓଡ଼ିଆଟିକୁ ମୁଁ କାବ୍ୟାନୁବାଦ ଆସୁଛି। କାଳ ଯେବେ ରୁନ୍ଧି ଦିଏ ଧରିତ୍ରୀର ବକ୍ଷ, କାଳ ଯେବେ ରୁନ୍ଧି ଦିଏ ଧରିତ୍ରୀର ବକ୍ଷ, ଏକମାତ୍ର ବତୀ ସାଜି ରହିଥାଏ ମନୁଷ୍ୟର ଦେହାଶ୍ରିତ ମନ। ସେତେବେଳେ ଏକ ତସ୍କରର ସମ ସେ ଅବା ପ୍ରବେଶିବେ ମନ ଅନ୍ତପୁରେ। ସେତେବେଳେ ସେ ଏକ ତସ୍କରର ସମ, ଲାଇକ୍ ଏ ଥିପ୍, ପ୍ରବେଶିବେ ମନ ଅନ୍ତପୁରେ। କଣ୍ଠ ଏକ ଉଚ୍ଚାରିବ ଅନୁଚ୍ଚେ ବଚନ, କଣ୍ଠ ଏକ ଉଚ୍ଚାରିବ ଅନୁଚ୍ଚେ ବଚନ, ଆତ୍ମା ନେବ ମାନି, ଆତ୍ମା ନେବ ମାନି। କିଛିଟା ଲାଇନ ଗଲା ପରେ ଅଛି an art becomes unexpectedly divine, ଏବଂ ଆଶାତୀତ ଭାବେ ମର୍ତ୍ତ୍ୟଟାଇ ପାଲଟିବ ଦିବ୍ୟ, ଆଶାତୀତ ଭାବେ ମର୍ତ୍ତ୍ୟଟାଇ ପାଲଟିବ ଦିବ୍ୟ। ଯେଉଁ ପ୍ରସଙ୍ଗରେ ଶ୍ରୀ ଅରବିନ୍ଦ ସାବିତ୍ରୀରେ ଏଇଟା ବର୍ଣ୍ଣନା କରୁଛନ୍ତି ଯେ ଗୋଟେ ସମୟ ଆସେ ଯେଉଁ ସମୟରେ ଆମେ ବି ବର୍ତ୍ତମାନ ଅଛୁ। କାଳ ଯେବେ ରୁନ୍ଧି ଦିଏ ଧରିତ୍ରୀର ବକ୍ଷ, ଘୋର କଳିକାଳର ସମୟ ଏଇଟା। ଘଡ଼ି ସନ୍ଧି ମୁହୂର୍ତ୍ତ ଦେଇକରି ଆମେ ଯାଉଛୁ। ଏକ ଯୁଗ ସନ୍ଧି କ୍ଷଣରେ ମଣିଷ ଅଛି। କେଉଁଠି ଯୁଦ୍ଧ, କେଉଁଠି ମହାମାରୀ, କେଉଁଠି ବନ୍ୟା, କେଉଁଠି ସୁନାମି, କେଉଁଠି କରୋନା, କେଉଁଠି ହତ୍ୟା, କେଉଁଠି ତାଣ୍ଡବ, କ'ଣ ବିଭୀଷିକା ଚାଲିଛି। ଏଇଭଳି ଗୋଟେ ଭୟଙ୍କର ସ୍ଥିତି କେବେ ଆସିନଥିଲା। ତ ଯେତେବେଳେ କାଳ ଧରିତ୍ରୀର ବକ୍ଷକୁ ସମ୍ପୂର୍ଣ୍ଣ ଭାବରେ ରୁନ୍ଧି ଦେଇଥାଏ, ମଣିଷର ବୁକୁକୁ ସମ୍ପୂର୍ଣ୍ଣ ଭାବରେ ଚାପି ଦେଇଥାଏ, ଠିକ୍ ସେହି ସମୟରେ କିଏ ଜଣେ ଆସନ୍ତି ଆମ ଭିତରକୁ ପ୍ରବେଶ କରିବା ପାଇଁ। ଏବଂ ସେ କିଭଳି ଭାବରେ ଆସନ୍ତି, ଲାଇକ୍ ଏ ଥିପ୍, ଏକ ତସ୍କରର ସମ, ଗୋପନରେ ସେ ଆସନ୍ତି। ବସନ୍ତ ଯେତେବେଳେ ଆସେ, ମଳୟ ପବନ ସାଙ୍ଗରେ ନେଇକରି ଆସେ ଏବଂ ସେ ଡେଙ୍ଗୁରା ପିଟିକିରି ଆସେ ନାହିଁ। ତାର ଉତ୍ତର କିଏ ଦିଏ, ସୂଚନା କୋଉଠି ମିଳେ? ଥୁଣ୍ଟା ଗଛ ଗୁଡ଼ିକ ପତ୍ର ଫୁଲରେ ପୂର୍ଣ୍ଣ ହୋଇଯାଆନ୍ତି। ସବୁଜ ସୁନ୍ଦର କଅଁଳିଆ ପତ୍ର ଗୁଡ଼ିକ ଗଛ ଶାଖାରେ ବଢ଼ିଯାଏ, ଫୁଲ ଫୁଟିବା ଆରମ୍ଭ କରେ, ଫୁଲର ବୁରୁ ବୁରୁ ସୁଗନ୍ଧ ଚତୁର୍ଦିଗକୁ ମହକିଯାଏ ବା ମହକେଇ ଦିଏ। ଏଇଟା ବସନ୍ତର ଆଗମନୀର ସୂଚନା। ତ ଭଗବାନ ଯେତେବେଳେ ଆସନ୍ତି, ଗୋଟେ ତସ୍କର ଭଳିଆ ଆସନ୍ତି, ତାର ଅର୍ଥ ନୁହେଁ ଯେ ଭଗବାନ ଆମ ହୃଦୟ ମନ୍ଦିରରେ ନାହାନ୍ତି। ଏଇଟା ବୁଝିବା ସାବିତ୍ରୀରେ ଗୋଟେ ରହସ୍ୟମୟ ଭାବରେ ଶ୍ରୀ ଅରବିନ୍ଦ ଉପସ୍ଥାପନ କରୁଛନ୍ତି। କିନ୍ତୁ ଭଗବାନ ଆସନ୍ତି, ତସ୍କର ଭଳିଆ ଆସନ୍ତି,
ଏବଂ ସେ କୋଉଠି ପ୍ରବେଶ କରନ୍ତି? ଯେଉଁ ମନ ଅଜ୍ଞାନତାର ଗୋଟେ ଘର ସାଜିଛି, ଯେଉଁ ମନ ଭିତରେ କୁଢ଼ କୁଢ଼ ଅଜ୍ଞାନତା ଅଛି, ପ୍ରବେଶନ୍ତି ବା ପ୍ରବେଶିବେ ମନ ଅନ୍ତପୁରେ, ମନର ଅନ୍ତଃପୁରକୁ ସେ ପ୍ରବେଶ କରିବେ। ତାପରେ ସେଇଠି ଆସି ସେ କଣ କରିବେ? କଣ୍ଠ ଏକ ଉଚ୍ଚାରିବ ଅନୁଚ୍ଚ ବଚନ। ଭଗବାନ ଯେତେବେଳେ କିଛି କଥା କହିବେ ସେ ଉଚ୍ଚ ସ୍ୱରରେ କହନ୍ତି ନାହିଁ, ସେ ଅନୁଚ୍ଚ ସ୍ୱରରେ କିଛି କହନ୍ତି, ଚୁପ୍ ଚୁପ୍ କରିକିରି କିଛି କହନ୍ତି। ସେ କଥା ମନ ଶୁଣିପାରେ ନାହିଁ, ଶରୀର ଶୁଣିପାରେ ନାହିଁ, ପ୍ରାଣ ଶୁଣିପାରେ ନାହିଁ, ମଣିଷର ବାହ୍ୟ ଚେତନା ତାହା ଶୁଣିପାରେ ନାହିଁ। ତାହା କେବଳ ଶୁଣିପାରେ ଆତ୍ମା ବା ଚୈତ ଚେତନା। ଏବଂ ସେ କଥାକୁ ମନ ନେବ ମାନି, ସୋଲ୍ ସେ ଲୋବେ। ମଣିଷର ଆତ୍ମାଟା ଭଗବାନଙ୍କର ସେ ଅନୁଚ୍ଚ ସ୍ୱରକୁ, ଭଗବାନଙ୍କର ସେ ଆହ୍ୱାନ, ଭଗବାନଙ୍କ ପ୍ରେରଣା, ଭଗବାନଙ୍କର କଲ୍ ବା ଡାକକୁ ଆତ୍ମା ଗ୍ରହଣ କରିବ ଏବଂ ଆତ୍ମା ମାନି ନେବ ଏବଂ ସେ ଯାହା ନିର୍ଦ୍ଦେଶ ଦେବେ କେବଳ ତାହା ହିଁ ସେ ପାଳନ କରିବ। ତାପରେ ଜୀବନର ଗତିପଥ ପରିବର୍ତ୍ତନ ହେଇଯିବ, ପୃଥିବୀର ଗତିପଥ ପରିବର୍ତ୍ତନ ହେଇଯିବ, ଜୀବନ ଦିବ୍ୟ ଜୀବନ ହେଇଯିବ, ପୃଥିବୀଟା ଚମତ୍କାର ଭାବରେ ସ୍ୱର୍ଗ ହେଇଯିବ। ଏବେ ଆରମ୍ଭକୁ ଆସିବା, ଯେଉଁ ପ୍ରସଙ୍ଗଟି ଆମେ ଆଲୋଚନା କରୁଛି ଯେ ଆମେ ସମସ୍ତେ ଯୋଗ ସାଧନା କରୁଛେ। ଭାଇ ବାପାମାନେ, ଯୋଗ ସାଧନା କରିବା ପାଇଁ କୌଣସି ସେ ପ୍ରକାର ଇଣ୍ଡିକେଟର ବା ସୂଚକ ନାହିଁ ଯେ ଆମେ ଗୈରିକ ବସ୍ତ୍ର ପରିଧାନ କରିଥିବା, ଚିତା ଚୈତନ୍ୟ ଲଗେଇଥିବା, ଲଣ୍ଡିତ ମସ୍ତକ ହେଇଥିବା ବା ଦାଢ଼ି ବଢ଼େଇଥିବା ବା ଗୁଡ଼ାଏ ମସ୍ତିଷ୍କରେ ସେପରି କେଶ ଥିବ। এই ପ୍ରକାର ସନ୍ନ୍ୟାସୀମାନେ ଯେଉଁମାନେ ଅଛନ୍ତି ସେମାନେ ସାଧନା କରୁଛନ୍ତି ଏବଂ ଯେଉଁମାନେ ବୁଟ୍ ସୁଟ୍ ଟାଏ ପିନ୍ଧିଥିବେ ବା ଜିନ୍ସ ପ୍ୟାଣ୍ଟ ପିନ୍ଧିଥିବେ ବା ଆଉ କ'ଣ ଲେଟେଷ୍ଟ ଗୋଟେ ଡିଜାଇନର ପିନ୍ଧିଥିବେ, এই ପ୍ରକାର ମୁଁ ଗୋଟେ କାତୁ ଭଳିଆ ଆମର ଭାଷାରେ ମୁଁ କହେ ସେଇଠି ଏ କାନତରାକୁ ସମ୍ପୂର୍ଣ୍ଣ ଭାବରେ ଛାଞ୍ଚି ଦେଇକିରି ମାନେ ଚୁଟି କାଟିଥିବେ ଏବଂ ଗୋଟେ এই ପ୍ରକାର ଧରିଥିବେ, ଏଇଠି ଲଗେଇଥିବେ ଗୋଟେ କ'ଣ ଗଗଲ୍ସ, ତ ସୁପର ଟିଙ୍ଗାଲୁ ଭଳିଆ ସେମାନେ ଦିଶୁଥିବେ ଆମ ଭାଷାରେ। ତ ସେ ଯେ ଭଗବାନ ହେଇ ନପାରନ୍ତି, ସେ ଯେ ଜଣେ ସାଧକ ବା ଯୋଗୀ ହେଇ ନପାରନ୍ତି, ସେ କଥା ନୁହେଁ। ଶ୍ରୀ ଅରବିନ୍ଦ ଯୋଗ ସାଧନାର କଥା ଭିନ୍ନ ଦୃଷ୍ଟିରେ ଦେଖନ୍ତି ଏବଂ ଅଲ୍ ଲାଇଫ୍ ଇଜ୍ ଯୋଗ, ସମଗ୍ର ଜୀବନ ହିଁ ଯୋଗ। ଏ ସୃଷ୍ଟି ଯୋଗ କରୁଛି, ଆମେମାନେ ସମସ୍ତେ ଯୋଗ କରୁଛେ, ଜାଣତରେ ହଉ ଅଜାଣତରେ ହଉ, ସଚେତନ ଭାବରେ ହଉ ଅବଚେତନ ଭାବରେ ହଉ, କି ଅଚେତନ ଭାବରେ ଗଭୀର ନିଦ୍ରାରେ ଶୋଇକରି ମଧ୍ୟ ଯୋଗ କରୁଛି। ସେଇଟା ମଧ୍ୟ ଯୋଗ ନିଦ୍ରା ହେଇପାରେ, ସେଇଟା ମଧ୍ୟ ଯୋଗ ନିଦ୍ରା ହେଇପାରେ। ଏବଂ ଯୋଗର ଅର୍ଥ ହେଉଛି, ଯୋଗ ହେଉଛି ଏକ ଯୁକ୍ତ ହେବାର ପ୍ରକ୍ରିୟା। ଆମେ ସମସ୍ତେ ଜାଣିଛେ ଯୋଗ ଇଜ୍ ଏ ପ୍ରୋସେସ୍ ଅଫ୍ ୟୁନିଫିକେସନ। ଆମେ ଯେଉଁ ଚେତନା ଠାରୁ ଦିନେ ବିଯୁକ୍ତ ହୋଇଥିଲେ ସେହି ଚେତନା ସହିତ ସକଳାଙ୍ଗରେ ଯୁକ୍ତ ହେବାର ଯେଉଁ ଏଫର୍ଟ, ଯେଉଁ ଉଦ୍ୟମ, ଯେଉଁ ପ୍ରୟାସ, ତାକୁ କୁହାଯାଏ ଯୋଗ। ତ ସେ ଦୃଷ୍ଟିରୁ ଆମେ ଏଠି ବସିକିରି ଆମେ ବି ଯୋଗ ସାଧନା କରୁଛେ, କିଏ ଧ୍ୟାନ କରିକିରି ଯୋଗ ସାଧନା କରୁଛେ, କିଏ ଫିଜିକାଲ ୱାର୍କ ବା ଶାରୀରିକ କାର୍ଯ୍ୟ କରିକିରି ଯୋଗ ସାଧନା କରୁଛି, ଏପରିକି କିଏ ଲ୍ୟାଟ୍ରିନ୍ ସଫା କରିବା କାମ କରିକିରି ବି ଯୋଗ ସାଧନା କରୁଛି। ଅପାମାନେ କିଚେନ ରୁମ୍ରେ ତାଙ୍କର ରନ୍ଧନ କାର୍ଯ୍ୟ କରିକିରି ମଧ୍ୟ ଯୋଗ ସାଧନା କରୁଛନ୍ତି। ମହାଭାରତ ଯୁଦ୍ଧରେ ତ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଏଇ କଥା କହିଲେ, ତୁ ବି ଯୋଗୀ, ତୁ ବି ଯୋଗ ସାଧନା କରିବୁ ଏବଂ ତୋର ଯୋଗ ସାଧନା କରିବାର ଅର୍ଥ ହେଉଛି ସରମୁନରେ ତୁ ଯୋଗ ସାଧନା କରିବୁ। ଗାଣ୍ଡିବ ଧନୁ ଏଠି ପକେଇ ପାରିବୁ ନାହିଁ, ଗାଣ୍ଡିବ ଧନୁ ଉଠେଇବୁ, ସାମ୍ନାରେ ଯେଉଁମାନେ ଅଛନ୍ତି ତାଙ୍କ ଉପରକୁ ସରବିଦ୍ଧ କରିବୁ। ତୁ ଦେଖିବୁ ନାହିଁ ଯେ ତୋର ସାମ୍ନାରେ ତୋର ଗୁରୁ ଅଛନ୍ତି ଦ୍ରୋଣାଚାର୍ଯ୍ୟ, ତୁ କେବେ ଦେଖିବୁ ନାହିଁ ଯେ ତୋର ସାମ୍ନାରେ ପିତାମହ ଭୀଷ୍ମ ଅଛନ୍ତି, ତୋର ଭାଇମାନେ ଅଛନ୍ତି, ଜ୍ଞାତି କୁଟୁମ୍ବମାନେ ଅଛନ୍ତି। ଏହାର ଅର୍ଥ ଯଦି ହେବ, ତୁ ଯଦି ଏମିତି କରିବୁ ତାହେଲେ ତୁ ଯଥାର୍ଥ ଯୋଗୀ ହେଇପାରିବୁ ନାହିଁ। ନିମିତ୍ତ ମାତ୍ର ଭବସବ୍ୟ ସାଚୀ। ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସେଇ କଥା କହୁଛନ୍ତି, ନିମିତ୍ତ ମାତ୍ର ଭବସବ୍ୟ ସାଚୀ। ତୁ ମୋର ନିମିତ୍ତ ହେବ, ସବୁ କାମ ମୁଁ କରିବି। ତ କହିବାର ଅର୍ଥ ହେଲା, ଭାଇ ବାପାମାନେ, ଆମେ ଯେଉଁ ପ୍ରସଙ୍ଗ ଉପରେ ଆଲୋଚନା କରୁଛେ ଯେ ଯୋଗ ମାର୍ଗରେ ପ୍ରବେଶ କରିବା ପାଇଁ ବା ଯୋଗ ମାର୍ଗରେ ଆନ୍ତର ପ୍ରେରଣାର, ଆନ୍ତର ଆହ୍ୱାନର ଆବଶ୍ୟକତା ଅଛି କି? ଯଦି ଏହାକୁ ଗୋଟେ କ୍ୱେଶ୍ଚନ ମାର୍କ ଭଳିଆ କରିବା, ଇଣ୍ଟ୍ରୋଗେଟିଭ ସେଣ୍ଟେନ୍ସ, ୟେସ୍ ନୋ ଟାଇପ୍, ତାର ଉତ୍ତର ହଁ କିମ୍ବା ନା ହେବ,
ତାର ଉତ୍ତର ହଁ ହେବ। ପ୍ରଥମ କଥା, ଯୋଗ ମାର୍ଗରେ ପ୍ରବେଶ କରିବାକୁ ହେଲେ, ଯୋଗ ମାର୍ଗରେ ଅଗ୍ରଗତି କରିବାକୁ ହେଲେ, ଯୋଗ ମାର୍ଗରେ ଯୋଉ ସୋପାନରେ ଆମେ ଥାଉ ନା କାହିଁକି, କିଏ ଆଦ୍ୟ ପ୍ରାନ୍ତରେ ଅଛି, କିଏ ମଧ୍ୟରେ ଅଛି, କିଏ ଶେଷରେ ଅଛି, କିଏ କେତେ ବାଟ ଚାଲିଛି ଆମେ ଜାଣୁନା, କିଏ କେତେ ଜନ୍ମ ଏଇଠି ନେଲା ଆମେ ଜାଣିନାହୁଁ, କିଏ ବୟସରେ ବଡ଼, କିଏ ବୟସରେ ଛୋଟ। ଯେ ବୟସରେ ବଡ଼ ସେ ଯୋଗ ସାଧନାରେ ଆଗରେ ଅଛି ତାର ଗ୍ୟାରେଣ୍ଟି ନାହିଁ। ଯେଉଁମାନେ ଛୋଟ ଛୋଟ ପିଲାମାନେ ବି ସେମାନେ ହୁଏତ ଆମଠାରୁ ଯୋଗ ସାଧନାରେ ଆହୁରି ଆଗରେ ଥିବେ, କାରଣ ପୂର୍ବ ଜନ୍ମରେ ସେମାନେ କେତେ ସାଧନା କରିକି ଆସିଛନ୍ତି ସେ ଜ୍ଞାନ ଆମର ନାହିଁ। ତ ସେ ଦୃଷ୍ଟିରୁ ଯୋଗ ସାଧନାର ପ୍ରତିଟି ପଦକ୍ଷେପରେ, ପ୍ରତିଟି ମୁହୂର୍ତ୍ତରେ, ପ୍ରତିଟି କ୍ଷେତ୍ରରେ, ପ୍ରତିଟି ଯେଉଁ ସୋପାନରେ ଆନ୍ତଃ ପ୍ରେରଣା ବା ଆନ୍ତର ଆହ୍ୱାନ, ଭଗବାନଙ୍କର ଆହ୍ୱାନ, ଚୈତ ଚେତନାର ଉନ୍ମିଳନ, ଆତ୍ମାର ଡାକରା, ତାର ଆବଶ୍ୟକତା ରହିଛି। ଗୋଟେ ଜଷ୍ଟ ଦୃଷ୍ଟାନ୍ତ, ଭାଇ ବାପା ମାନେ ଶ୍ରୀ ଅରବିନ୍ଦଙ୍କର କଥା କହିଲେ ଅସରନ୍ତି ସମ୍ବଳ। ଶ୍ରୀ ଅରବିନ୍ଦ କାହାରି କଥା ଶୁଣି ନାହାନ୍ତି, କେବଳ ସେଇ ପ୍ରେରଣା ପାଇକିରି ସେ କାମ କରିଛନ୍ତି। କେତେବେଳେ ଗୋ ଟୁ ପଣ୍ଡିଚେରୀ, ଗୋ ଟୁ ଚନ୍ଦନନଗର ଯାହା ବି ଆସିଲା, କେହି କହିନାହାନ୍ତି ଭାଇ ବାପା ମାନେ ତାଙ୍କ ଭିତରେ ଆତ୍ମା ବା ଚୈତ ଚେତନା ସ୍ତରରୁ ଭଗବାନ ସେଇଠି ଉପସ୍ଥିତ ରହିକିରି ଭଗବାନଙ୍କର ଗୋଟେ କଲ୍ ଆସିଛି ଏବଂ ସେ କଲ୍ ସେ ଶୁଣିଛନ୍ତି, ବାକି କାହାରି କଥା ଶୁଣି ନାହାନ୍ତି। ସେ ଯେତେବେଳେ ଭାରତୀୟ ଆରମ୍ଭରୁ ଯଦି ଆମେ ଦେଖିବା, ଗଲେ ଇଂଲଣ୍ଡ, ଲଣ୍ଡନ ଗଲେ, ଲଣ୍ଡନରେ ଏଭଳି ପାଠ ପଢ଼ିଲେ, ଏଭଳି ତାଙ୍କର ଏଇଟା ହେଲା, କୌଣସି ଭାରତୀୟ ଏଭଳି ଭାବରେ ତାଙ୍କର ପରଫରମେନ୍ସ ନଥିଲା। ସମସ୍ତେ ଚାହୁଁଥିଲେ ଅନ୍ତତଃ ସେ ICS ଅଫିସର ହୁଅନ୍ତୁ ଏବଂ ବହୁତ କିଛି ପାଠ ପଢ଼ିକିରି କିଛି କାର୍ଯ୍ୟ କରନ୍ତୁ। ପରବର୍ତ୍ତୀ ସମୟରେ ତାଙ୍କ ଭିତରୁ ଗୋଟେ କଲ୍ ଆସିଲା, ପ୍ରେରଣା ଆସିଲା, ସେ ଛାଡ଼ିକିରି ପଳେଇ ଆସିଲେ। ପରବର୍ତ୍ତୀ ସମୟରେ ଯେଉଁଠି ବି କାମ କଲେ, ସେ ବରୋଦାରେ କାମ କରନ୍ତୁ, ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ସେ ଲିପ୍ତ ରହନ୍ତୁ ବା ସଂଗ୍ରାମୀ ସାଜନ୍ତୁ, ତ ଯେଉଁଠି ଯେତେବେଳେ ତାଙ୍କର ବିଶେଷ ଆବଶ୍ୟକତା ସମସ୍ତେ ଅନୁଭବ କରୁଛନ୍ତି, ଶ୍ରୀ ଅରବିନ୍ଦ ଯେତେବେଳେ ଅପରିହାର୍ଯ୍ୟ ହୋଇଯାଉଛନ୍ତି ସମସ୍ତଙ୍କ ପାଇଁ, ଶ୍ରୀ ଅରବିନ୍ଦ ଯଦି ନ ରହିବେ ତାହେଲେ ସଂଗ୍ରାମ ଚାଲିବ ନାହିଁ, ଭାରତୀୟ ଜାତୀୟ ସଂଗ୍ରାମ ବା ଅନ୍ୟ କିଛି ହେଇପାରିବ ନାହିଁ। ଠିକ୍ ସେତେବେଳେ ତାଙ୍କ ଭିତରୁ ଗୋଟେ ପ୍ରେରଣା ଆସୁଛି ଏବଂ ସେ ସବୁ କିଛିକୁ ଛାଡ଼ି ଦେଇକିରି ସେ ଚାଲି ଯାଉଛନ୍ତି। ଶେଷରେ ପଣ୍ଡିଚେରୀ ଗଲେ, କାରଣ ପଣ୍ଡିଚେରୀ ଅପେକ୍ଷା କରିଥିଲା। ଆମେ ସମସ୍ତେ ଜାଣିଛେ ଅଗସ୍ତ୍ୟ ଋଷିଙ୍କର ସେଇ ଆଶ୍ରମ, ପୁଣ୍ୟଭୂମି, ପୃଥିବୀର ସବୁଠାରୁ ଯୋଉଟା କ'ଣ ହୋଲିଏଷ୍ଟ ପ୍ଲେସ୍ ବୋଲିକିରି ମୁଁ ଗୋଟେ ପତ୍ରିକାରେ ପଢ଼ିଥିଲି, ପୃଥିବୀର ସବୁଠାରୁ ଯୋଉଟା ପବିତ୍ରତମ ସ୍ଥାନ, ଏକ୍ଜାକ୍ଟଲି ଯୋଉଠି ଶ୍ରୀ ଅରବିନ୍ଦଙ୍କର ସମାଧି ଅଛି, ସେବା ବୃକ୍ଷ ମୂଳରେ, ଏକ୍ଜାକ୍ଟଲି ସେଇ ଜାଗାରେ ଅଗସ୍ତ୍ୟ ଋଷିଙ୍କର ହୋମକୁଣ୍ଡ ଥିଲା। ଏକ୍ଜାକ୍ଟଲି ପୁରା ତାକୁ ରିସର୍ଚ୍ଚ କଲା ଭଳିଆ ଆର୍ଟିକଲ ମୁଁ ପଢ଼ିଥିଲି ଏବଂ ସେ ଜାଗା ବିଟା କରାହେଇଥିଲା ଏବଂ ସେଇଠି ପାଖରେ ବସିକିରି ଗୋଟେ ଜାଗାରେ ସେ ସମୁଦ୍ରର ପାଣିକୁ ଏମିତି ପିଇ ଯାଇଥିଲେ, ସମୁଦ୍ର ଚଳୁ କରିଦେଇଥିଲେ। ଆପଣମାନେ ଜାଣିଛନ୍ତି ଅଗସ୍ତ୍ୟ ଋଷିଙ୍କର କଥା। ତ ତାର ଭିନ୍ନ ଏକ ତାତ୍ପର୍ଯ୍ୟ ଅଛି, ଆଜିର ପ୍ରସଙ୍ଗରେ ସେଟା ମୁଁ ଉପସ୍ଥାପନ କରିବାକୁ ଚାହୁଁନାହିଁ। ତ କହିବାର କଥା ହେଲା, ଶ୍ରୀ ଅରବିନ୍ଦ ଯେମିତି କେବଳ ନିଜ ଅନ୍ତର ପ୍ରେରଣାର କଥା ଶୁଣିଲେ, ଭଗବାନଙ୍କର କଲ୍ ଶୁଣିଲେ, ଯେମିତି ଗୋପାଙ୍ଗନା ମାନେ ସେ ମୋହନ ବଂଶୀର ସ୍ୱନ କେବଳ ଶୁଣୁଥିଲେ, ତାର ଉତ୍ତର ଦଉଥିଲେ, ତ ଠିକ୍ ସେମିତି ତାଙ୍କର ଅନନ୍ୟ ସାଧକ ମାନେ ସମସ୍ତେ ସେଇଭଳି ଭାବରେ କେବଳ ସେ ପ୍ରେରଣା ଦ୍ୱାରା ଅନୁପ୍ରେରିତ ହୋଇଛନ୍ତି। ଗୋଟେ ଦୃଷ୍ଟାନ୍ତ ଜଷ୍ଟ ମୁଁ ଏଠି ରଖିଥିଲି, ଗୋଟେ ଆପଣମାନେ ଡକ୍ଟର ପ୍ରଭାତ ସାନ୍ୟାଲଙ୍କ କଥା ଜାଣିଥିବେ। ଡକ୍ଟର ପ୍ରଭାତ ସାନ୍ୟାଲ ସେଇଭଳି ଭାବରେ ଏକଦା, ସେଇଟା ଦିନ ଥିଲା 29 ନଭେମ୍ବର 1950, ଏ କଲ୍ ଫ୍ରମ୍ ପଣ୍ଡିଚେରୀ। ଆପଣମାନେ ପଢ଼ିଥିବେ এই ଆର୍ଟିକଲଟି। ଡକ୍ଟର ପ୍ରଭାତ ସାନ୍ୟାଲ ବା ଡକ୍ଟର ସାନ୍ୟାଲ ଯେ ଆସୁଛନ୍ତି ଶ୍ରୀ ଅରବିନ୍ଦ ଦେହ ବିସର୍ଜନ କରିବେ, ତାଙ୍କର ଗୋଟେ ସୁପ୍ରିମ ସାକ୍ରିଫାଇସ୍ ହେବ 1950 ମସିହା ଡିସେମ୍ବର 5 ତାରିଖରେ ଏବଂ ତାର ପୂର୍ବରୁ 29 ନଭେମ୍ବର 1950 ଥିଲା, ପ୍ରାୟ ମାସେରୁ କିଛି ଦିନ ଅଧିକ ହେବ। ତ ସେଇ ସମୟରେ ଏ କଲ୍ ଫ୍ରମ୍ ପଣ୍ଡିଚେରୀ ସେ ଲେଖୁଛନ୍ତି ତାଙ୍କର କଥା। On the evening of the 29th November 1950, as I was resting after a heavy day, a servant brought me a telegram which read, "Fly urgent mother." ତିନୋଟି ଶବ୍ଦ ଥିଲା। ସେତେବେଳେ ଏହି ପ୍ରକାର ମୋବାଇଲ ଫୋନ୍ ନଥିଲା ବା ଅନ୍ୟ କିଛି ବିକଳ୍ପ ନଥିଲା। ତ ଡକ୍ଟର ପ୍ରଭାତ ସାନ୍ୟାଲ ଗୋଟେ ସନ୍ଧ୍ୟାରେ, ସେ ଦିନଟା ତାଙ୍କ ପାଇଁ ଗୋଟେ ହେଭି ଥିଲା, ବହୁତ ମାନେ କାର୍ଯ୍ୟବ୍ୟସ୍ତ ଥିଲେ, ଟାୟାର୍ଡ ହେଇଯାଇଥିଲେ। ସନ୍ଧ୍ୟାରେ କିଛି ସମୟ ଟିକେ ରିଲାକ୍ସ କରୁଛନ୍ତି
ଏବଂ ସେଇ ସମୟରେ ଜଣେ ତାଙ୍କର ସାର୍ଭେଣ୍ଟ ବା ଜଣେ ଚାକର ସେ ଗୋଟେ ଟେଲିଗ୍ରାମ ଆଣିକରି ଦେଲା ଏବଂ ସେ ଟେଲିଗ୍ରାମ ଯେତେବେଳେ ସେ ଦେଖୁଛନ୍ତି 3ଟି ଶବ୍ଦ ଲେଖା ହେଇଛି ଫ୍ଲାଏ ଅର୍ଜେଣ୍ଟ ମଦର, ମାନେ ମାଙ୍କର ସେଟା ଗୋଟେ କଲ୍ ଥିଲା ଏବଂ ତାଙ୍କୁ ଲେଖା ହେଇଛି ଫ୍ଲାଇଟରେ ଆସ ଅର୍ଜେଣ୍ଟ ମଦର, ଅନ୍ୟ କିଛି ଲେଖା ହେଇନାହିଁ। ସେ ଯାହା ଲେଖୁଛନ୍ତି ନେଭର କୁଡ୍ ଆଇ ହ୍ୟାଭ୍ ଇମାଜିନ୍ ଦ ଆମାଉଣ୍ଟ ଅଫ୍ ମିନିଂ ଦେୟାର ୱାଜ୍ ଇନ୍ ଦୋଜ୍ ଫ୍ୟୁ ୱାର୍ଡସ୍। এই ସ୍ୱଳ୍ପ କିଛିଟି ୱାର୍ଡସ୍ ଭିତରେ 3ଟି ଶବ୍ଦ ଭିତରେ କେତେ ଯେ ଗୁରୁତ୍ୱ ଥିଲା, କେତେ ଯେ ଅର୍ଥ ଥିଲା, ମୁଁ ଜୀବନରେ କେବେ ମଧ୍ୟ ତାକୁ ଇମାଜିନ୍ କରିପାରିବି ନାହିଁ ବା କଳ୍ପନା କରିପାରିବି ନାହିଁ। ତାପରେ ଦେନ୍ ଇଟ୍ କେମ୍ ଟୁ ମି, ଇଜ୍ ଶ୍ରୀ ଅରବିନ୍ଦ ଇଲ୍? ତାଙ୍କ ଭିତରେ ଯୋଉ ଭାବ ଆସୁଛି, ଶ୍ରୀ ଅରବିନ୍ଦ କ'ଣ ଅସୁସ୍ଥ ଅଛନ୍ତି କି? Why otherwise the mother sent such a telegram? ଯଦି ଶ୍ରୀ ଅରବିନ୍ଦ ଅସୁସ୍ଥ ନଥିବେ ତାହେଲେ ମା ମୋତେ କାହିଁକି, ମୁଁ ତ ଜଣେ ଡାକ୍ତର, ମୋତେ କାହିଁକି ଏଭଳି ଭାବରେ ଗୋଟେ ଅର୍ଜେଣ୍ଟ କଲ୍ ଦଉଛନ୍ତି? Other thoughts crept into my mind and I could not decide how best to equip myself for the errand. ତାପରେ the next morning 30th November I flew to Madras. ତାର ପରବର୍ତ୍ତୀ ଦିନ ଯୋଉଟା 30 ନଭେମ୍ବର ଥିଲା, ବଡି ଭୋରରୁ ସକାଳୁ I flew to Madras. ମୁଁ ମାଡ୍ରାସକୁ ସେତେବେଳେ ଚେନ୍ନାଇର ପୂର୍ବ ନାଁ ମାଡ୍ରାସ ଥିଲା। ତାପରେ only to find that the next train for Pondicherry did not leave until 9:50 PM. এটা ଆଉ ପଢିବାର ଦରକାର ନାହିଁ, ମୁଁ ଖାଲି এটা ଗୋଟେ ଲମ୍ବା এটা ଅଛି କଲ୍ ଫ୍ରମ୍ ପଣ୍ଡିଚେରୀ, ଡକ୍ଟର ପ୍ରଭାତ ସାନ୍ୟାଲଙ୍କର ଗୋଟେ ଲେଖା ଏବଂ ସେଦିନ ମଧ୍ୟ ସେ ଗୋଟେ କଲ୍ ପାଇଥିଲେ। ଏଇଟା ସାଧନା ଜୀବନର କଲ୍ ନୁହେଁ, ବଟ୍ ଷ୍ଟିଲ୍ ଦେନ୍ ସମଗ୍ର ମାନବ ଜାତି ପାଇଁ, ସମଗ୍ର ବିଶ୍ୱବ୍ରହ୍ମାଣ୍ଡ ପାଇଁ, ଜୀବନ ଏବଂ ଜଗତର ଗୋଟେ ଦିଶା ତିଆରି କରିବା ପାଇଁ, ନିର୍ଦ୍ଦେଶ କରିବା ପାଇଁ ଗୋଟେ ଘଟଣା ଘଟିବାର ଅଛି। କାରଣ ଶ୍ରୀ ଅରବିନ୍ଦଙ୍କର ଶରୀରକୁ ପ୍ରଥମ କରିକିରି ଅତିମାନସ ଶକ୍ତି ଅବତରଣ କରିବ ଏବଂ ଡକ୍ଟର ସାନ୍ୟାଲ ଯାଇକିରି ସେଟା ଦେଖିବେ ଯେ ଶ୍ରୀ ଅରବିନ୍ଦଙ୍କର ଶରୀରରେ ଗୋଟେ କାଣା ଆଲୋକର ଗୋଟେ କ'ଣ ଅଛି, ଛଟା ଅଛି ବା ସେ ପ୍ରକାର ଗୋଟେ ରେ ଅଛି। ଆମେ ସମସ୍ତେ ଜାଣିଛେ ଅତିମାନସ ଆଲୋକର ସେ ଯେଉଁ ଆଭା। ଏବଂ ଏଇଠି ମୁଁ ଟିକେ ଯେହେତୁ ଟାଇମ୍ କମ୍ ଅଛି, ଜଷ୍ଟ ଏ ସମ୍ପର୍କରେ ମା ଚିରନ୍ତନୀରେ ଗୋଟେ ଲେଖିଛନ୍ତି ଆର୍ଟିକଲ ବା ଗୋଟେ ଅଧ୍ୟାୟ, ଛୋଟିଆ ଗୋଟେ ପଂକ୍ତି, ପ୍ରତି ଗୋଟେ ଗୋଟେ ପେଜର ଆମେ ସମସ୍ତେ ଜାଣିଛେ। ଏବଂ ଅଲ୍ ଇଣ୍ଡିଆ ମ୍ୟାଗାଜିନରେ ଗୋଟେ ଇସ୍ୟୁରେ ଦି ପାୱାର ଅଫ୍ ଇନର ଗାଇଡେନ୍ସ, ଏଠି ମା ଶ୍ରୀ ଅରବିନ୍ଦଙ୍କର 2ଟା ବାଣୀ ଜଷ୍ଟ ଉପସ୍ଥାପନ କରିବି, ଆଲୋଚନା ପାଇଁ ସମୟ ନାହିଁ, ଟିକେ ଦେଖିବା। ଯୋଗ ପଥରେ ଯିବା ଲାଗି ଆହ୍ୱାନ। ଚିରନ୍ତନୀରେ ମାଙ୍କର ଗୋଟେ ପ୍ରସଙ୍ଗ ଅଛି, ଯୋଗ ପଥରେ ଯିବା ଲାଗି ଆହ୍ୱାନ, ଏବଂ ଏହାର ସାରାଂଶ ଯାହା ଅଛି ମୁଁ ଡିଟେଲ ପଢୁନାହିଁ। ଏବଂ ମା ଏଠି କହୁଛନ୍ତି ଯଦି ଜଣେ ଯୋଗ ପଥରେ ଯିବା ପାଇଁ ଆହ୍ୱାନ ପାଇଛି କି, ଯୋଗ ପଥରେ ପ୍ରବେଶ କରିବା ପାଇଁ ଆନ୍ତଃ ପ୍ରେରଣା ବା ଅନ୍ତର ପ୍ରେରଣା ସେ ଲାଭ କରିଛି କି ନାହିଁ, ଏହା କେମିତି ଜାଣିବା? ଏବଂ ମା ଅତି ଚମତ୍କାର ଏବଂ ସ୍ପଷ୍ଟ ଭାବରେ କହୁଛନ୍ତି ଯେ ଜଣେ ଯଦି ନିଜକୁ ପ୍ରଶ୍ନ କରେ ଈଶ୍ୱର ତୁମ ଜୀବନର ପରମ ଅବଲମ୍ବନ କି, ମା କ୍ୱେଶ୍ଚନ କରୁଛନ୍ତି ଈଶ୍ୱର ତୁମ ଜୀବନର ପରମ ଅବଲମ୍ବନ କି, ଫାଷ୍ଟ କ୍ୱେଶ୍ଚନ। ଭଗବାନ ଆମର ଜୀବନର ସବୁ କିଛି ଅଟନ୍ତି କି, ଏକ। ଈଶ୍ୱର ତୁମ ପାଇଁ ଏତେ ଶ୍ରେୟ ଯେ ତାଙ୍କୁ ଛାଡ଼ି ତୁମେ ଦଣ୍ଡେ ଚଳିପାରିବ ନାହିଁ, ଭଗବାନଙ୍କୁ ଛାଡ଼ିକରି ତୁମେ ଦଣ୍ଡେ ମାତ୍ର ଚଳିପାରିବ ନାହିଁ କି, 2 ନମ୍ବର ପ୍ରଶ୍ନ। ତୁମେ କ'ଣ ଏପରି ଅନୁଭବ କର ଯେ ଈଶ୍ୱର ହିଁ ତୁମ ଜୀବନର ମୂଳ ରସ ଓ ତାଙ୍କୁ ଛାଡ଼ିଦେଲେ ତୁମ ଅସ୍ତିତ୍ୱର କୌଣସି କିଛି ମୂଲ୍ୟ ନାହିଁ? ଏଇଟା ଆଉ ଗୋଟେ ପ୍ରଶ୍ନ। ଯଦି ଏସବୁ ପ୍ରଶ୍ନର ଉତ୍ତର ତୁମ ପାଇଁ ହଁ ହୁଏ, 3-4ଟା ପ୍ରଶ୍ନ ଅଛି ଭାଇ ଅପା ମାନେ, ଏବଂ ଏଇ ସବୁ ପ୍ରଶ୍ନର ଉତ୍ତର ଯଦି ଆମ ପାଇଁ ୟେସ୍ ହୁଏ ବା ହଁ ହୁଏ, ତାହେଲେ ତୁମେ ବୁଝିବ ଯେ ଯୋଗ ପଥରେ ଯିବା ପାଇଁ ତୁମ ଭିତରୁ ଆହ୍ୱାନ ଆସିଛି। ବହୁତ ଚମତ୍କାର ସେ ଲେଖୁଛନ୍ତି ଯେ ମୁଁ ଯଦି ଭଗବାନଙ୍କ ବ୍ୟତୀତ ଜୀବନ ବଞ୍ଚିପାରିବି ନାହିଁ, ଭଗବାନ ମୋ ଜୀବନର ସବୁଠାରୁ ମୂଲ୍ୟବାନ ସମ୍ପଦ, ମୋ ପାଇଁ ଧନ ଜନ ଗୋପଲକ୍ଷ୍ମୀ ନୁହେଁ, 5 ମହଲା କୋଠା ନୁହେଁ, ପଦ ପଦବୀ ନୁହେଁ, ଆଉ କ'ଣ କ'ଣ ନୁହେଁ, ଭଗବାନ ହିଁ ମୋ ଜୀବନର ଏକମାତ୍ର ଆବଶ୍ୟକୀୟ ବସ୍ତୁ। এই ପ୍ରକାର କିଛି ପ୍ରଶ୍ନ ଆମ ଭିତରେ ଯଦି ଉଙ୍କି ମାରିଲା,
ଯେ ମୁଁ ଭଗବାନଙ୍କ ବିନା ମୋଟେ ଚଳିପାରିବି ନାହିଁ, ବଞ୍ଚିପାରିବି ନାହିଁ କ୍ଷଣେ ମାତ୍ର, ସେ ପ୍ରକାର ଯଦି ବ୍ୟାକୁଳତା ଭାବ ମୋ ଭିତରେ ସୃଷ୍ଟି ହେଲା, ତାହେଲେ ଏହାର ଉତ୍ତର ହେଉଛି ଯେ ଯୋଗ ପଥରେ ପ୍ରବେଶ କରିବା ପାଇଁ ଯୋଗ ଜୀବନର ଅର୍ଥ ହେଉଛି ଆଧ୍ୟାତ୍ମିକ ଜୀବନ, ଯୋଉଟା ଭାଇ ଆଲୋଚନା କରୁଥିଲେ ଚିତ୍ତ ଭାଇ। ତ ସେ ଜୀବନରେ ପ୍ରବେଶ କରିବା ପାଇଁ ଆମେ ଯୋଗ୍ୟ, ଆମକୁ ଆହ୍ୱାନ ଆସିଛି, ଆମ ଭିତରେ ପ୍ରସ୍ତୁତି ଆରମ୍ଭ ହେଇଛି। ଏହା ହେଲା ପ୍ରଥମ ଆବଶ୍ୟକତା। ମା କହିଲେ ଏଇଟା କିନ୍ତୁ ସଫିସିଏଣ୍ଟ ନୁହେଁ, ଏହା ହେଉଛି ପ୍ରଥମ ଆବଶ୍ୟକତା। ତାର ନାଁ ହେଉଛି ଈଶ୍ୱରଙ୍କ ପାଇଁ ଅଭିପ୍ସା। କେବଳ ଭଗବାନଙ୍କୁ ଚାହିଁବା, କେବଳ ମାଙ୍କୁ ଚାହିଁବା, କେବଳ ଭଗବାନଙ୍କୁ ଚାହିଁବା। ଏଇଟା କିପରି ସମ୍ଭବ ହେବ? ଭଗବାନଙ୍କର କଲ୍ ଶୁଣିବା, ଭଗବାନ ପ୍ରତି ମୁହୂର୍ତ୍ତରେ କହୁଛନ୍ତି, କିନ୍ତୁ ଭାଇ କହୁଥିଲେ ଯଦି ଆପଣମାନେ ଶୁଣିଥିବେ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି ଅଜୟ ଭାଇ କହୁଥିଲେ, ନୀରବ ମନ, ସାଇଲେନ୍ସ। ମନ ନୀରବ ନହେଲେ, ମନ ଯଦି ଅସ୍ଥିର ଥିବ, ଚଞ୍ଚଳ ଥିବ, ପ୍ରାଣ ତାର କାମନା ବାସନା ଭିତରେ ବୁଡ଼ି ରହିଥିବ, ତାହେଲେ ଆତ୍ମାରୁ ଯେଉଁ ପ୍ରେରଣା ଆସେ, ଭଗବାନ ହୃଦୟ ମନ୍ଦିରରେ ଆବିର୍ଭୂତ ହୋଇ ଚୁପଚାପ ଯେଉଁ କିଛି କହନ୍ତି, ସେ କଥା ଆମେ ଶୁଣିପାରିବା ନାହିଁ। ତ ସେଥିପାଇଁ ମା କହୁଛନ୍ତି ଆଗ ନିଜ ହୃଦୟ ଭିତରେ ଏକାଗ୍ର ହୁଅ। ଏଇଟା ବୁଝି ହେଉଛି, ହୃଦୟରେ ଏକାଗ୍ର ହୁଅ, ଭିତରକୁ ପ୍ରବେଶ କର, ଖୁବ୍ ଭିତରକୁ ଯାଅ, ଗଭୀରକୁ ଯାଅ, ଯେତେ ଦୂର ପାରୁଛ ଅନ୍ତର ଭିତରକୁ ପ୍ରବେଶ କର। এটা ଭାରି ଡିଫିକଲ୍ଟ। ମୁଁ ଏଇଟା ଟାଇମ୍ ନେଇ ଏଇଟା ଗୋଟେ ଆଲୋଚନା କରିବା ପାଇଁ ଆଣିଥିଲି ଯେ ଅନଲିସିଂ ଦ ପାୱାର ୱିଦିନ୍ ବା ଲିଭିଂ ୱିଦିନ୍। ଆମେ ସମସ୍ତେ ବାହ୍ୟ ଜୀବନଟି ବଞ୍ଚୁଛି, କିନ୍ତୁ ଆନ୍ତର ଜୀବନ ବା ଗୋଟେ ଆତ୍ମା ସହିତ ଏକାତ୍ମ ହୋଇକରି ଜୀବନଟି ବଞ୍ଚିବା ଶିଖି ନାହୁଁ ଅଦ୍ୟାବଧି। ଏବଂ ମା ଏକ୍ଜାକ୍ଟଲି ସେ କଥା କହୁଛନ୍ତି, ତୁମେ ଯେତେ ପାରୁଛ ଭିତରକୁ ଯାଅ ଏବଂ ସେଇଠି ଦେଖିବ, ଆବିଷ୍କାର କରିବ ଯେ ଗୋଟେ ଦୀପଟିଏ ଜଳୁଛି, ଦୀପ ଶିଖାଟିଏ, ଅଗ୍ନି ଶିଖାଟିଏ ବୋଲି କହୁଛନ୍ତି। ତୁମ ହୃଦୟର ଗଭୀର ନୀରବତା ଓ ପ୍ରଶାନ୍ତି ଭିତରେ ଅଗ୍ନି ଶିଖାଟିଏ ଜଳୁଛି। ସେ ଅଗ୍ନି ଶିଖାଟି ଜଳି ଜଳି ଉପରକୁ ଉଠୁଛି। ସେ ହେଉଛି ତୁମ ଭିତରର ଈଶ୍ୱର ବା ଦିବ୍ୟତା। ସେ ହିଁ ହେଉଛି ତୁମର ସତ୍ୟ ସତ୍ତା। ତାର ସ୍ୱରକୁ କାନ ପାତି ଶୁଣ, ତାର ସ୍ୱରକୁ କାନ ପାତି ଶୁଣ। ତ ଏଇଟା ଯଦି ଆମେ ଶୁଣିବା ନାହିଁ, ତାହେଲେ ଆମେ କଦାପି ଯୋଗ ପଥରେ ଅଗ୍ରଗତି କରିପାରିବା ନାହିଁ, ଗୋଟିଏ ଷ୍ଟେପ୍ ମଧ୍ୟ ଆଗକୁ ଯାଇପାରିବା ନାହିଁ, ଆରମ୍ଭ ହୋଇପାରିବ ନାହିଁ। ତାପରେ ଏଇଠି ଗୋଟେ ଦିଟା ବାଣୀ ଅଛି, ଦି ପାୱାର ଅଫ୍ ଇନର ଗାଇଡେନ୍ସ। ଭାଇ ବାପା ମାନେ ଆମେ ସମସ୍ତେ ଜାଣିଛେ, ତ ଯେତେବେଳେ ଆମର ଜୀବନ ପଥରେ ଏଭଳି ଗୋଟେ ସମୟ ଆସିବ, ଯେତେବେଳେ ଚତୁର୍ଦିଗ ଅନ୍ଧକାର ଦିଶିବ, ଆମର ସବୁକିଛି ସତେ ଯେମିତି ଅପହୃତ ହୋଇଯାଇଥିବ। ଘର କୌଣସି ଗୋଟେ ଦୁର୍ବିପାକରେ ବା ସୁନାମି ବା ବାତ୍ୟାରେ ନଷ୍ଟ ହୋଇଗଲା, ପରିବାର ସ୍ୱୟଂ ଯାହା ଥିଲେ ସମସ୍ତେ ଭାସିଗଲେ, କେବଳ ମୁଁ ଜଣେ ମାତ୍ର ଅଛି। ଧନ ସମ୍ପତ୍ତି ଚାଲିଗଲା, ପରିବାର ଚାଲିଗଲା, ଚାକିରି ଚାଲିଗଲା, ସମସ୍ତେ ଚାଲିଗଲେ। ମୁଁ ଯେଉଁମାନଙ୍କୁ ଅବଲମ୍ବନ କରିକି ରହିଥିଲି ସେମାନେ ବି ଚାଲିଗଲେ, କେହି ମୋତେ ସାହାରା ହେଲେ ନାହିଁ। ଚତୁର୍ଦିଗ ମୋ ପାଇଁ ଅନ୍ଧକାର ଦିଶିଲା, ଯୁଆଡ଼େ ଦେଖିବ ହତାଶା, ନିରାଶା, ଡିପ୍ରେସନ୍ ଆସିଲା। ତ ସେଇଭଳି ମୁହୂର୍ତ୍ତରେ ମୁଁ ଯେତେବେଳେ ବାଟ ଚାଲିବା ପାଇଁ ପ୍ରୟାସ କରୁଛି, ସେତେବେଳେ ମୁଁ ଦେଖିବି ଯେ ଅନ୍ୟମାନେ କେହି ମଧ୍ୟ ମୋତେ ସାହାରା ଦେଇପାରିବେ ନାହିଁ। ମୋ ଭିତରେ କିଏ ଜଣେ ଅଛନ୍ତି ଯେ କି ମୋତେ କେବେ ହେଲେ ମଧ୍ୟ ଏକାକୀ ଛାଡ଼ିବେ ନାହିଁ। ମୋ ଭିତରେ, ଆତ୍ମା ଭିତରେ, ଚୈତନ୍ୟ ଭିତରେ ମା ଅଛନ୍ତି, ଭଗବାନ ଅଛନ୍ତି। ମା ତାଙ୍କର ପଣତ କାନି ପ୍ରସାରିତ କରି ଅପେକ୍ଷା କରିଛନ୍ତି, ହେ ମୋର ସନ୍ତାନ, ବର୍ତ୍ତମାନ ତୁ ପ୍ରସ୍ତୁତ ହୋଇଛୁ, ତୋ ପାଇଁ ଅନ୍ୟ କୌଣସି ବାଟ ନାହିଁ, ମୁଁ କେବଳ ତୋ ପାଇଁ ବାଟ, ତୁ ମୋ କୋଳକୁ ଆ, ମୋ କୋଳରେ ମୁଁ ତୋତେ ଆଶ୍ରା ଦେବି। ସାବିତ୍ରୀରେ ବର୍ଣ୍ଣନା ଅଛି, ଦି ହୋଲ୍ ୱାର୍ଲଡ କୁଡ୍ ଟେକ୍ ରିଫ୍ୟୁଜ୍ ଇନ୍ ହର୍ ସିଙ୍ଗଲ ହାର୍ଟ। ମାଙ୍କର ହୃଦୟ ଏତେ ପ୍ରଶସ୍ତ, ମାଙ୍କର କୋଳ ଏତେ ବିସ୍ତାରିତ, ଦି ହୋଲ୍ ୱାର୍ଲଡ କୁଡ୍ ଟେକ୍ ରିଫ୍ୟୁଜ୍। ଏ ସମଗ୍ର ବିଶ୍ୱବ୍ରହ୍ମାଣ୍ଡ ତାଙ୍କର କୋଳରେ ଆଶ୍ରା ନେଇପାରିବ। ତାଙ୍କର ସେ ସୁରକ୍ଷାର ବାହୁବଳ ଭିତରେ ସମସ୍ତେ ବନ୍ଦୀ ହିଁ ରହିପାରିବେ। ତ ସେଇଭଳି ଗୋଟେ ଭାବ ଦରକାର। ଏବଂ ଏଇଠି ଶ୍ରୀ ଅରବିନ୍ଦ ଗୋଟେ ଜାଗାରେ ଲେଖୁଛନ୍ତି ଯେ ମଣିଷ କେବଳ ତାର ଇଣ୍ଟେଲେକ୍ଟ ଦ୍ୱାରା ପରିଚାଳିତ ହୁଏ, ମନ ଏବଂ ବୁଦ୍ଧି ଦ୍ୱାରା ପରିଚାଳିତ ହୁଏ, ଏବଂ ଫର୍ ମେନ୍ସ ହାଇଏଷ୍ଟ ଇନଷ୍ଟ୍ରୁମେଣ୍ଟ ଇଜ୍ ଟୁ ଥିଙ୍କ୍ ଆଣ୍ଡ ଆକ୍ଟ ଆକର୍ଡିଂ ଟୁ ହିଜ୍ ଇଣ୍ଟେଲେକ୍ଟ ଆଣ୍ଡ ଇଟ୍ସ ଆଇଡିଆଜ୍। ମୁଁ ପଢ଼ୁନାହିଁ, ଟାଇମ୍ ନାହିଁ। ମଣିଷର ସବୁଠାରୁ ଗୋଟେ ବଡ଼ ସାହାରା ହେଲା ଯେ ମଣିଷ ଭାବେ ଯେ ମୋର ଭିତରେ ଯେଉଁ ମନଟିଏ ଅଛି ଏବଂ ମନ ଭିତରେ ଯେଉଁ ଇଣ୍ଟେଲେକ୍ଟ ଅଛି,
भगवान मते जो बुद्धिमत्ता देइछंती तो तार माध्यम रे मु सब किछि संभव कर दे पारिबी पृथ्वीर सकल समस्यार समाधान कर दे पारिबी जीवन सकल समस्यार समाधान कर दे पारिबी श्री अरविंद किंतु कहले बट दिस इज नॉट ट्रू किंतु यह सत नुहे द इंटेलेक्ट नीड्स एन इनर लाइट टू गाइड मनीष भितर भगवान जो इंटेलेक्ट देइछंती जो बुद्धिमत्ता देइछंती सो कॉल्ड इंटेलेक्चुअल मास बोली कि आमे कहू तो से इंटेलेक्ट बा से बुद्धि मध्य कोन दरकार करे नीड्स एन इनर लाइट टू गाइड ताकू गाइड करिवा पई मार्गदर्शन करिवा पई गोटे आंतर आलोक दरकार देयर इज समथिंग अबव द इंटेलेक्ट which one has to discover and the intellect should be only an mediatory for the action आम हृदय भितर किए जड़े अच्छा से आत्मा बा चैत चेतना व्यतीत अन्य कहीं नुहति ताकू परे मु लास्टा कहि दउछि देयर इज ओनली वन थिंग व्हिच नोज इन यू इट SABCL 20 page 297 इट श्री अरविंद लिखुଛନ୍ତି देयर इज ओनली वन थिंग व्हिच नोज इन यू आम भितर जहाँ सत्ता गुड़ाक अच्छी शरीर अच्छी प्राण अच्छी मन अच्छी आत्मा अच्छी चैत चेतना अच्छा ये सकल सत्ता भितर ओनली वन जड़े मात्र अच्छा जे कि तुमको पूर्ण भाव में ठीक भाव में जानती एंड दैट्स योर साइकिक एवं ताहा हेउछि तुमर हृदय अभ्यंतर थिबा चैत सत्ता इट मेक्स नो मिस्टेक चैत सत्ता केबे भूल करे नहीं बट स्टिल देन मनीष हृदय अभ्यंतर रे तार हृदय मंदिर रे जदिव आत्मा चैत सत्ता अच्छा भगवान अच्छा तथापि गोटे प्रभाव दिखाई प्रतिदिन घोषुचु टू एयर इज ह्यूमन मनीष मात्र के भूल करती तो आम भितर जदि एभली एक सत्ता अच्छा जे कि केबे भूल करती नहीं ताइले मनीष भूल करिवो काहे दिस इज द पैराडॉक्स खोजिबार अछि इट मेक्स नो मिस्टेक इट विल इमीडिएटली instantaneously tell you if you obey it without a word without your idea without your arguments it will make you do the right thing बहुत चमत्कार कथा अछि टाइम ही गलानी तो तुमे जदि अन्य कहार कथा न सुनी करी केवल आत्मा बा चैत चेतनार कथा सुनिबो ता अनुଯାयी काम करिवो ताहेले निश्चित भाव में तुमे केबे भी भूल करि परिबो नाही भाई भौणी माने ई प्रसंग गुटे बहुत विराट प्रसंग ये प्रसंग उपरे बहु भाव में बहु जगह आलोचित हुए मु जहाँ शुणिली चित्त भाई कहते गत वर्ष भी प्रकार गोटे टॉपिक रखा होता यहाँ रखा जीवार दरकार मध्य एवं बारंबार आलोचना हेबार दरकार कारण आमे समस्ते भावु जे मु मोर ज्ञान को लेकर पांडित्य देखे सावित्री मोर कंठस्थ मर्मस्थ गर्भस्थ होइछि भूल जे पर्यंत आम भितर से प्रेरणा आसी नहीं जे पर्यंत आम भितर चैत चेतना जागृत होई नाहंती चैत पुरुषर जागरण होई नहीं जे पर्यंत बा जे अवधि आत्मा आविष्कृत होई नाहंती से पर्यंत आमे केवल बाह्य जीवन टी बंचुचे प्रति मुहूर्त रे जोग पथरे स्खलनर संभावना अच्छी झुंडी पड़िबार कथा अच्छी ये जगह माँ चमत्कार भाव में कहते तुम पड़ीज नाक फाटिब बोलिकी माँ कहते तो आसतु भाई बाबा मैंने अंतत आम जोग पथरे यात्री साजिछे जो भली भाव में हो एवं आमर जमती बाटरे स्खलन न हो नाक न फाटू बा बाटरे आम अटकी न जाओ समस्त को धन्यवाद नमस्कार वंदे मातरम बहुत बहुत धन्यवाद रमेश भाई आउर किछि कहया पाई थिले मध्य आमे समर सीमा रेखा बंधा तो गोटे कथा हम भाई भणी मन रखा है निर्जास भितर जहाँ श्री अरविंद कहती रिमेम्बर द मदर दो फिजिकली फार फ्रॉम हर ट्राई टू फील हर विथ यू and act according to what your inner being tells you, that would be her will. Then you will be best able to feel her presence and mind. A zone of quietude and peace will accompany you everywhere. अर्थात रिमेम्बर द मदर माँ को हमें सबुले स्मरण करवा दो फिजिकली फार फ्रॉम हर जदिओ स्थूलता आम ये माँ को बहुत दूर रे ट्राई टू फील हर विथ यू चेष्टा करवा जेमिति कि ए माँ मो सहित अच्छा ए प्रकार अनुभव करने एंड एक्ट अकॉर्डिंग टू व्हाट योर इनर बीइंग टेल्स यू
ସବୁବେଳେ ଆମ ଅନ୍ତରସତ୍ତା କଣ କହୁଛନ୍ତି ତାରି ପ୍ରେରଣାରେ କାମ କରିବା। ହ୍ୱାଟ ଆର୍ ଇନର ବିଙ୍ଗ ଟେଲ୍ସ ୟୁ, ଆମ ଅନ୍ତରସତ୍ତା କଣ କହୁଛନ୍ତି ଆମକୁ ସେଇ ଅନୁସାରେ କାମ କରିବାକୁ ପଡିବ, କାରଣ ଦ୍ୟାଟ୍ ଉଡ୍ ବି ହର ୱିଲ୍। ସେଇଠି ହଉଛି ତାଙ୍କରି ସଂକଳ୍ପ। ଯଦି ଏତିକି କାମ କରିପାରିଲେ ତାହେଲେ କଣ ହବ, ରେଜଲ୍ଟ ସ୍ୱରୂପ then will be best able to feel her presence of mind। ତାପରେ ତୁମେ ସର୍ବୋତ ଭାବେ ସମର୍ଥ ହେଇପାରିବ ଏଇ ମାଙ୍କର ଉପସ୍ଥିତି ଏବଂ ମୋର ଉପସ୍ଥିତିକୁ ଅନୁଭବ କରିବା ପାଇଁ। ଏକଥା ଶ୍ରୀ ଅରବିନ୍ଦ କହୁଛନ୍ତି। ପୁଣି କହୁଛନ୍ତି ଏ ଜୋନ୍ ଅଫ୍ କ୍ୱାଇଟିଚ୍ୟୁଡ୍ ଆଣ୍ଡ ପିସ୍ will accompany you everywhere। ଏ ଜୋନ୍ ଅଫ୍ କ୍ୱାଇଟିଚ୍ୟୁଡ୍ ଆଣ୍ଡ ପିସ୍, ଉର୍ଦ୍ଧ୍ୱରୁ ଗୋଟେ ନିଶ୍ଚଳତାର ଜୋନ୍, ଶାନ୍ତିର ଜୋନ୍ ଆମ ଭିତରକୁ ଅବତରି ଆସିବ, ଆମ ଭିତରେ ପ୍ରତିଷ୍ଠିତ ହେଇଯିବ। ଏହା ଦ୍ୱାରା ଆଉ ଖାଲି ସେତିକି ନୁହଁ, ସେ ଆମକୁ କମ୍ପାନୀ ଦେଇ ଚାଲିବ, ଆମ ସାଥୀ ହେଇକି ଚାଲିବ। ଅର୍ଥାତ୍ ଆମେ ଯୁଆଡେ ଯାଉଥିବା ସେଇ ନିଶ୍ଚଳତା, ସେଇ ନୀରବତା, ସେଇ ଶାନ୍ତି ଆମରି ଭିତରେ ବିରାଜମାନ କରୁଥିବ। ତାରି ଭିତରେ ଆମେ ମାଙ୍କୁ ପ୍ରତ୍ୟକ୍ଷ କରିପାରୁଥିବା, ଶ୍ରୀ ଅରବିନ୍ଦଙ୍କୁ ପ୍ରତ୍ୟକ୍ଷ କରିପାରୁଥିବା। ଜୀବନରେ ଆଉ ଭୁଲ ଭ୍ରାନ୍ତି ରହିବ ନାହିଁ। ତେବେ ଯାଅ, ବର୍ତ୍ତମାନ ଶେଷ ପର୍ଯ୍ୟାୟ ମୁଁ ଗୌରୀଙ୍କୁ ଅନୁରୋଧ କରିବି ମାଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରିବି। ओम नमो भगवते श्रीमा श्री अरविंदाय। आज आपण मान द्वारा ए कार्यक्रम माँ कार्यक्रम सफल होती। विशेष भाव समस्त अपा भाई मान चित्त भाई, रमेश भाई, अजय भाई को धन्यवाद आ माँ पाखे कृतज्ञता जनाऊँ। ବର୍ତ୍ତମାନ ଆମେ ଗୋଟିଏ ମିନିଟ୍ ମାଙ୍କ ମ୍ୟୁଜିକ୍ ସହିତ ନିରବ ରହିବା। କାର୍ଯ୍ୟକ୍ରମ ମାଙ୍କ ନିକଟରେ ନିବେଦନ କରିବା। ସାଇଲେନ୍ସ।